ପିଲାମାନେ ଏବେ ଆମେ ପଢ଼ିବା ଦ୍ୱିତୀୟ ଅଧ୍ୟାୟ ଦ୍ୟାଟ୍ ଇଜ୍ ଆମେ କିପରି ଆମକୁ ଶାସନ କରୁ। ଠିକ୍ ଅଛି। ଏଇ ଟପିକ୍‌ଟା ପଢ଼ି ସାରିଲା ପରେ ଆମର ଯେଉଁ ଟେଷ୍ଟ ଅଛି ମକ୍ ଟେଷ୍ଟ ଏଇ ଚାପ୍ଟରର ତୁମେ ମକ୍ ଟେଷ୍ଟ ବି ଦେବ। ତୁମେ ଏଇ ଯେଉଁ ସୋସିଆଲ ସାଇନ୍ସ ଉପରେ କ୍ଲିକ୍ କଲା ପରେ ତୁମେ ଆପ୍‌ରେ ଯାଇକି ଦେବ। ଠିକ୍ ଅଛି। କେମିତି ଦେବ ମୁଁ ଭିଡ଼ିଓରେ କହିବି। ଯେଉଁ ଆମର ଶାସନ ବ୍ୟବସ୍ଥା ଅଛି ଆୱାର ସିଷ୍ଟମ୍ ଅଫ୍ ଗଭର୍ନାନ୍ସ ଆର 5ଟା ସେଟ୍ ଅଛି ତ ସବୁଯାକ ସେଟ୍ ଦେବ। ଆପଣ କ'ଣ ଓଏଭି କିମ୍ବା ଜେଏନ୍‌ବି ପ୍ରବେଶିକା ପରୀକ୍ଷା 2026 ପାଇଁ ପ୍ରସ୍ତୁତ ହେଉଛନ୍ତି କି? ଓଏଭି ଏବଂ ଜେଏନ୍‌ବି ପ୍ରବେଶିକା ମକ୍ ପରୀକ୍ଷା ଦିଅନ୍ତୁ। ସର୍ବଶେଷ ପାଠ୍ୟକ୍ରମ ଉପରେ ଆଧାରିତ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ଅନ୍ତର୍ଭୁକ୍ତ ର୍ୟାଙ୍କ ଏବଂ ସବିଶେଷ ବିଶ୍ଳେଷଣ ସହିତ ତୁରନ୍ତ ଫଳାଫଳ ଦେଖନ୍ତୁ। ଯେକୌଣସି ସମୟରେ ଯେକୌଣସି ସ୍ଥାନରେ ଚେଷ୍ଟା କରନ୍ତୁ। ପୂର୍ବ ବର୍ଷର ପ୍ରଶ୍ନ ଓ ନୂତନ ମଡେଲ ସେଟ୍‌ର ଅଭ୍ୟାସ କରନ୍ତୁ। OAVEntrance.comରେ ଏବେ ଯୋଗଦାନ କରନ୍ତୁ କିମ୍ବା OAV ଏକାଡେମୀ ଆପ୍ ଡାଉନଲୋଡ୍ କରନ୍ତୁ। ଆଜି ଆପଣଙ୍କର ଅଭ୍ୟାସ, କାଲି ଆପଣଙ୍କର ସିଲେକ୍ସନ୍। ଏଠି ଆପ୍ଲିକେସନ ଲିଙ୍କ୍ ଅଛି। ଡାଉନଲୋଡ୍ ଅପସନ୍ ଉପରେ କ୍ଲିକ୍ କଲା ପରେ OAV ଏକାଡେମୀ ଆପ୍ ଡାଉନଲୋଡ୍ କରିବେ। ଡାଉନଲୋଡ୍ କରିସାରିଲା ପରେ ଓଟିପି ଭେରିଫାଏ କରିବେ ନମ୍ବର ଏଣ୍ଟର କରିକି। ଆପଣଙ୍କୁ ଏଇ ଟାଇପ୍‌ର ସ୍କ୍ରିନ୍ ଦେଖେଇବ। ଏଠି ଆପଣ କ'ଣ କରିବେ ନା ଲାଇଭ୍ ସେକ୍ସନ୍ ଉପରେ କ୍ଲିକ୍ କରିବେ। ଲାଇଭ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କୁ ଏଇ ଟାଇପ୍‌ର ସ୍କ୍ରିନ୍ ଆସିବ। ଆପଣ ଏଠି କ୍ଲିକ୍ କରିବେ OAV ଏଣ୍ଟ୍ରାନ୍ସ 2026। ଠିକ୍ ଅଛି। ଏଇଠି କ୍ଲିକ୍ କଲା ପରେ ତାପରେ OAVET ଆଣ୍ଡ ଜେଏନ୍‌ବି ମକ୍ ଟେଷ୍ଟ ଆରି ଉପରେ କ୍ଲିକ୍ କରିବେ। ଓକେ। ତ ଏଇଠି କ୍ଲିକ୍ କଲେ ଆପଣଙ୍କୁ ଇନିସିଆଲି ପରଚେଜ୍ ପାଇଁ ଦେଖେଇବ। ଏଠି ପରଚେଜ୍ କରିସାରିଲା ପରେ ଆପଣ ତାପରେ ଏଠି ଆପଣଙ୍କୁ ଦେଖେଇଦେବ OAV ଏକାଡେମୀ ସିମ୍ପଲ୍ ଟେଷ୍ଟ ପଳେଇ ଆସିବ। ଠିକ୍ ଅଛି। ଯେମିତି ବୁଝେଇଲି ଏକ୍ଜାକ୍ଟଲି ସେମିତି ଏଠି କାଟାଗୋରୀ ସିଲେକ୍ସନ୍ କରିବେ। କାଟାଗୋରୀରେ OAVET ଫୁଲ୍ ସେଟ୍ ଗ୍ରାମାର ଚାପ୍ଟର ୱାଇଜ୍ ଯାହା ବି ଅଛି। ଏଠି ଗ୍ରାମାର ସେକ୍ସନ୍ କ୍ଲିକ୍ କଲେ ଗ୍ରାମାର ଆସିଲା। ତାପରେ ତାର ଯେଉଁ ସବ୍ କାଟାଗୋରୀ ଯେଉଁ ଚାପ୍ଟର୍ସ ଅଛି ତାକୁ ସିଲେକ୍ଟ କରିକି ସିମ୍ପଲ୍ ଏଠି ଟେଷ୍ଟ ଦେବେ। ଠିକ୍ ଅଛି। OAV ଏକାଡେମୀ ଡାଉନଲୋଡ୍ କରିବେ। ଡାଉନଲୋଡ୍ କରିସାରିଲା ପରେ ସିମ୍ପଲ୍ ଏଠି ଲାଇଭ୍ ସେକ୍ସନ୍‌କୁ ଆସିବେ। ଲାଇଭ୍ ସେକ୍ସନ୍ ଆସିଲା ପରେ ଏଇ ଟାଇପ୍‌ର ସ୍କ୍ରିନ୍ ଆସିବ। OAV ଏଣ୍ଟ୍ରାନ୍ସ 2026 ଉପରେ କ୍ଲିକ୍ କରିବେ। ଏଇଠି କ୍ଲିକ୍ କଲା ପରେ ଏଇଠି ଯେଉଁ ପ୍ରଥମେ ଅଛି ଜେଏନ୍‌ବି OAV ମୋଷ୍ଟ ଇମ୍ପୋର୍ଟାଣ୍ଟ ପ୍ରିଭିୟସ୍ ଇୟର୍ ପ୍ରାକ୍ଟିସ୍ କ୍ୱେଶ୍ଚନ୍ସ ତାରି ଉପରେ କ୍ଲିକ୍ କରିକି ଏଇ ଟାଇପ୍‌ର ସ୍କ୍ରିନ୍ ଆସିବ। ଏଠୁ ଆପଣ ଯାଇ ଟେଷ୍ଟ ଦେଇପାରିବେ। ଓକେ ସିମ୍ପଲ୍। ଯେତେ ଆପଣ ଟେଷ୍ଟ ଦେବେ ତ ଆପଣଙ୍କ ପିଲାର ପ୍ରିପେୟାର୍ଡନେସ୍ ପରୀକ୍ଷା ପୂର୍ବରୁ କେତେ ସେ ପ୍ରିପେୟାର ହେଇଛି ଆପଣ ଜାଣିପାରିବେ। ସୋ ଦ୍ୟାଟ୍ ଆଉ ଯେଉଁ ରହିଲା ପରୀକ୍ଷା ମ୍ୟାକ୍ସିମମ୍ 2 ମାସ ରହିଲା 2ରୁ 2.5 ମାସ ତ ସେ ଅନୁସାରେ ଆପଣ ନିଜର ପିଲାକୁ ପ୍ରିପେୟାର କରିପାରିବେ। ବିକଜ ଏବେ ଯେଉଁ ପୁରା କୁହନ୍ତି କଟ୍ ଥ୍ରୋଟ୍ କମ୍ପିଟିସନ୍ ମିନ୍ସ ଗୋଟେ ମାର୍କରେ 10-15 ପିଲା ରହିଯିବେ। 50 ମାର୍କରେ 10ଟା ପିଲା କି 45 ମାର୍କରେ 10ଟା ପିଲା। ତ କମ୍ପିଟିସନ୍ ଏମିତି ହେଇଯାଇଛି ଆପଣ ଯେତେ ଅଧିକା ମାର୍କ ରଖିବେ ତ ସେ ଅନୁସାରେ ଆପଣଙ୍କର ସିଲେକ୍ସନ୍ ହେବାର ଚାନ୍ସଟା ବହୁତ ବଢ଼ିଯିବ। ବିକଜ 45ରୁ 50 ଭିତରେ ନା ଏଇ ଯେଉଁ 5ଟା ମାର୍କ ଭିତରେ 30-40 ପିଲା ରହିଯାଉଛନ୍ତି। ଏଠି କଟଅଫ୍ ବି ଅଧିକା ଯାଉଛି। ତେଣୁ କିଛି ବି କହିହେବନି ଆପଣ ନିଜ ପିଲାକୁ ଯେତେ ପ୍ରିପେୟାର ରଖେଇବେ ତ ସିଏ ସେତେ କମ୍ପିଟିସନ୍‌ରେ ଭଲ କରିବ। ଠିକ୍ ଅଛି। ପିଲାମାନେ ଏବେ ଆମେ ପଢ଼ିବା ଦ୍ୱିତୀୟ ଅଧ୍ୟାୟ ଦ୍ୟାଟ୍ ଇଜ୍ ଆମେ କିପରି ଆମକୁ ଶାସନ କରୁ। ଠିକ୍ ଅଛି। କ୍ଲାସ୍ 3ରେ ବି କିଛି ପଢ଼ିଥିଲ। ଓକେ। ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ବିଷୟରେ। ଓକେ। ଏଇ ଚାପ୍ଟରରେ ଆମେ ପଢ଼ିବା ମୋଷ୍ଟଲି ଆମ ବିଧାନସଭା ବିଷୟରେ, ଲୋକସଭା ବିଷୟରେ, ବିଧାନସଭାରେ କେତେ ସଭ୍ୟ ଅଛି ହେଲା କି ନାହିଁ, ରାଷ୍ଟ୍ରପତି, ରାଜ୍ୟପାଳ ଏମାନଙ୍କ ବିଷୟରେ ପଢ଼ିବା ଏବଂ ଏଇ ଚାପ୍ଟରରେ କିଛି କରେଣ୍ଟ ଆଫେୟାର୍ସ ବି ଅଛି। କରେଣ୍ଟ ଆଫେୟାର୍ସ ମାନେ କ'ଣ? ଯେମିତିକି ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କିଏ, ବର୍ତ୍ତମାନ ରାଜ୍ୟପାଳ କିଏ, ବର୍ତ୍ତମାନ ରାଷ୍ଟ୍ରପତି କିଏ, ବର୍ତ୍ତମାନ ପ୍ରଧାନମନ୍ତ୍ରୀ କିଏ, ଏଇସବୁ କୋଶ୍ଚିନ୍ ତୁମେ ମନେ ରଖିବ। ଏଇ କୋଶ୍ଚିନ୍ ବି ପରୀକ୍ଷାରେ ଆସିଯାଇପାରେ। ଠିକ୍ ଅଛି। ତେଣୁ ଆମ ପ୍ରତ୍ୟେକ ରାଜ୍ୟରେ ଶାସନ କରିବା ପାଇଁ ପ୍ରତ୍ୟେକ ରାଜ୍ୟରେ ଗୋଟେ ବିଧାନସଭା ଅଛି। ଠିକ୍ ସେମିତି ଆମ ରାଜ୍ୟରେ ମଧ୍ୟ ଶାସନ କରିବା ପାଇଁ ଆମ ରାଜ୍ୟ ପାଇଁ ଗୋଟେ ବିଧାନସଭା ଅଛି। ଆମ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ବା ଦେଶ କ୍ଷେତ୍ରରେ ଦେଖିବାକୁ ଗଲେ ସେଇଟା ହେବ ଲୋକସଭା। ଠିକ୍ ଅଛି। ଦେଶ କ୍ଷେତ୍ରରେ ଲୋକସଭା, ରାଜ୍ୟସଭା, ଆମ ଓଡ଼ିଶା ରାଜ୍ୟ କ୍ଷେତ୍ରରେ ଆସିବ କ'ଣ ଦ୍ୟାଟ୍ ଇଜ୍ ବିଧାନସଭା। ଏଇ ବିଧାନସଭା କେଉଁଠି ଅଛି? ନା ଆମ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ଅଛି। ଠିକ୍ ଅଛି। ଏଇଠୁ ଆମେ ଜାଣିଲେ ଆମ ରାଜ୍ୟର ରାଜଧାନୀ ହେଉଛି କିଏ? ନା କେଉଁଟା? ନା ଭୁବନେଶ୍ୱର। ଠିକ୍ ଅଛି। ବର୍ତ୍ତମାନ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ? ନା ମୋହନ ଚରଣ ମାଝୀ। ଠିକ୍ ଅଛି। ଏବଂ ଏଇ ଯେଉଁ ବିଧାନସଭା ଆର ସଭ୍ୟମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହୁଅନ୍ତି। ପ୍ରତ୍ୟକ୍ଷ ଭାବେ ମାନେ କ'ଣ ଆକ୍ଚୁଆଲି? ଦେଖିବ ପ୍ରତି 5 ବର୍ଷ ଥରେ ଆମେ ଯେଉଁ ଭୋଟ୍ ଦିଅନ୍ତି ହେଲା କି ନାହିଁ, ଏମ୍ଏଲ୍ଏ ମାନଙ୍କୁ ଯେଉଁ ଭୋଟ୍ ଦିଅନ୍ତି ସେ ଏମ୍ଏଲ୍ଏ ମାନେ ହେଲେ ଏଇ ବିଧାନସଭାର କ'ଣ ଗୋଟେ ମେମ୍ବର। ହେଲେ ଏଇ ମେମ୍ବରମାନଙ୍କୁ ଯେହେତୁ ଲୋକମାନେ ଯେଉଁମାନେ 18 ବର୍ଷରୁ ଅଧିକା ସେମାନେ ଭୋଟ୍ ଦେଇକି ବାଛନ୍ତି ସେଥିପାଇଁ କୁହାଯାଉଛି କ'ଣ ନା ପ୍ରତ୍ୟକ୍ଷ ତାମାନେ ପୁରା ଜନତା ମାନେ ପାର୍ଟିସିପେଟ୍ କରନ୍ତି, ଅଂଶଗ୍ରହଣ କରନ୍ତି ତାଙ୍କୁ ବାଛିବାରେ। ଠିକ୍ ଅଛି। ଏମ୍ଏଲ୍ଏ ମାନେ ହେଲେ ମେମ୍ବର ଅଫ୍ ଲେଜିସ୍ଲେଟିଭ୍ ଆସେମ୍ବଲି। ଠିକ୍ ଅଛି। ବିଧାନସଭାର ଗୋଟେ ମେମ୍ବର।
ଏମାନଙ୍କୁ ଆମେ ବିଧାୟକ କହନ୍ତି। ଠିକ୍ ଅଛି? ତ ତୁମ ଅଞ୍ଚଳରେ ବିଧାୟକ କିଏ? ତାଙ୍କ ନାଁଟା ତୁମେ ଜାଣିବା ନିହାତି ଦରକାର। ଓକେ। ତାହେଲେ ଆମ ରାଜ୍ୟ ସରକାର ଗଠନ ବର୍ତ୍ତମାନ ଆସିଲା ହେଲା ଟପିକ୍। ଏଇଠି କହୁଛି ଆମ ବିଧାନସଭା ଯୋଉ ଅଛି ତାର ସଭ୍ୟ ସଂଖ୍ୟା କେତେ? 147। ଏଇଟା ହଉଛି ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍, ମନେ ରଖିଥାଅ ହେଲା। ଆମ ବିଧାନସଭାର ସଭ୍ୟ ସଂଖ୍ୟା ହଉଛି 147। ଏହି ସଭ୍ୟମାନେ ଲୋକମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ପ୍ରତ୍ୟକ୍ଷ ମାନେ ଭୋଟ ଦେଇକି ଅଛନ୍ତି, ମାନେ ସାଧାରଣ ଜନତା ଯେଉଁମାନେ 18 ବର୍ଷରୁ ଅଧିକ। 18 ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ଭୋଟ ଦେଇ ନିଜ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରତିନିଧି ବାଛନ୍ତି। ଠିକ୍ ଅଛି? ଏହି ପ୍ରତିନିଧିମାନେ ଲୋକମାନଙ୍କ ଦ୍ୱାରା ବଛା ହୋଇଥିବାରୁ ଆମ ରାଜ୍ୟ ଶାସନ ବ୍ୟବସ୍ଥାକୁ ଆମେ ଗଣତନ୍ତ୍ର ଶାସନ ବୋଲି କହନ୍ତି। ଗଣତନ୍ତ୍ର କାହିଁକି କହନ୍ତି? ବିକଜ ପ୍ରତି 5 ବର୍ଷରେ ଥରେ ଏ ବିଧାନସଭାର ମେମ୍ବରମାନଙ୍କୁ ଲୋକମାନେ ଭୋଟ ଦେଇ ବାଛନ୍ତି। କିନ୍ତୁ ଲୋକମାନେ ବାଛନ୍ତି, ବୁଝିପାରୁଛ କି ନାହିଁ? ସେଥିପାଇଁ ଗଣତନ୍ତ୍ର କହିଲା। ଗଣ ମାନେ କ'ଣ? ଗଣ ମାନେ ହେଉଛି ଲୋକ, ତନ୍ତ୍ର ମାନେ ଶାସନ। ତ ଲୋକମାନଙ୍କର ଶାସନ ସେଥିପାଇଁ କୁହାଯାଉଛି ଏଟାକୁ। ବୁଝିହେଉଛି କି ନାହିଁ? ଗଣ ମିନ୍ସ ଲୋକ ବା ଜନତା, ତନ୍ତ୍ର ମିନ୍ସ ଶାସନ। ତ ଲୋକମାନଙ୍କର ଶାସନ କାହିଁକି କୁହାଗଲା? ବିକଜ ପ୍ରତି 5 ବର୍ଷରେ ଏ ବିଧାନସଭାର ମେମ୍ବରମାନଙ୍କୁ ଆମେ ବାଛନ୍ତି ଭୋଟ ଦେଇକି। କୋଉମାନେ ବାଛନ୍ତି? ଯେଉଁମାନେ 18 ବର୍ଷରୁ ଅଧିକ। ଏହି ସଭ୍ୟମାନଙ୍କୁ ନେଇ ରାଜ୍ୟ ବିଧାନସଭା ଗଠିତ ହୁଏ। ବୁଝିହେଉଛି? ଯୋଉ ଏମଏଲଏ ମାନଙ୍କୁ ଆମେ ବାଛନ୍ତି, ବିଧାୟକ ମାନଙ୍କୁ ବାଛନ୍ତି। ଓକେ। ରାଜ୍ୟ ବିଧାନସଭାର ସଂଖ୍ୟାଗରିଷ୍ଠ ଦଳର ନେତାଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ରୂପେ ନିଯୁକ୍ତ କରନ୍ତି। ଆଚ୍ଛା, ହେଲେ ମୁଖ୍ୟମନ୍ତ୍ରୀକୁ କିଏ ନିଯୁକ୍ତ କରନ୍ତି? କ୍ୱେଶ୍ଚନ ଆସିବ ଏଇଠି ଗୋଟେ। ମୁଖ୍ୟମନ୍ତ୍ରୀକୁ କିଏ ନିଯୁକ୍ତ କରନ୍ତି? ନା ରାଜ୍ୟପାଳ ନିଯୁକ୍ତ କରନ୍ତି। କ୍ୱେଶ୍ଚନ ହେଲା କି ନାହିଁ? ଏଇଠି ଗୋଟେ କ୍ୱେଶ୍ଚନ ପଳେଇ ଆସିବ ଏଇ ଚାପ୍ଟରରେ। ଆମର ବର୍ତ୍ତମାନ ରାଜ୍ୟପାଳଙ୍କ ନାମ କ'ଣ? ହେଲା କି ନାହିଁ? ତ ଡକ୍ଟର ହରିବାବୁ କମ୍ଭମପତି। ହେଲା କି ନାହିଁ? କ'ଣ ଲେଖା ହେଇଛି? ଡକ୍ଟର ହରିବାବୁ କମ୍ଭମପତି। ଏ ନାଁଟା ମନେ ରଖିବ। ଓକେ। ମୁଖ୍ୟମନ୍ତ୍ରୀକୁ ରାଜ୍ୟପାଳ ନିଯୁକ୍ତ ଦିଅନ୍ତି। ବୁଝିହେଉଛି? ଏବଂ ମୁଖ୍ୟମନ୍ତ୍ରୀ କିଏ ହେବ? ନା ଯୋଉ ଦଳ ଜିତିବ, ଯୋଉ 147 ସିଟ୍ ଅଛି, ଦେଖୁଛି ଯୋଉ ଦଳ ସଂଖ୍ୟାଗରିଷ୍ଠ ହେବ। ସଂଖ୍ୟାଗରିଷ୍ଠ ମାନେ 147ର ଅଧାରୁ ଅଧିକ ଯିଏ ଜିତିବ। ହେଲା କି ନାହିଁ? ମାନେ ମନେକର ଯେତିକି ଆମର ଅଛନ୍ତି ରାଜନୈତିକ ପାର୍ଟି, ବୁଝିହେଉଛି କି ନାହିଁ? ତ ଟୋଟାଲ 147 ସିଟ୍ରୁ ଯଦି ମନେକର ଗୋଟେ ଦଳର 80 ଜଣ ଏମଏଲଏ ଜିତିଗଲେ, ତାହେଲେ ସେ 80 ମାନେ କ'ଣ? 147ର ଅଧାରୁ ଅଧିକ ହେଇଯାଉଛି। ତେଣୁ ସେ ସଂଖ୍ୟାଗରିଷ୍ଠ ପାଇଲେ, ତେଣୁ ସେ ଶାସନ ବା ସରକାର ଗଢ଼ିବେ। ତେଣୁ ତାଙ୍କ ଦଳର ଯେ ମୁଖ୍ୟ, ତାଙ୍କୁ ମାନେ ସେ ଦଳ ବାଛିବ। ତ ମୁଖ୍ୟ କିଏ ହେବ? ତ ସେଇ ମୁଖ୍ୟଙ୍କୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବେ। ତାହେଲେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ଉପମନ୍ତ୍ରୀ ନିଯୁକ୍ତ କରିବେ। ବୁଝିହେଉଛି କି ନାହିଁ? ତ କିଏ? ରାଜ୍ୟପାଳ ନିଯୁକ୍ତ କରିବେ କାହାକୁ? କ୍ୟାବିନେଟ ମନ୍ତ୍ରୀମାନଙ୍କୁ, ମନ୍ତ୍ରୀମାନଙ୍କୁ, ଉପମନ୍ତ୍ରୀମାନଙ୍କୁ। ହେଲା କି ନାହିଁ? ତ ରାଜ୍ୟପାଳ କାହା ସହିତ ପରାମର୍ଶ କରିବେ? ନା ମୁଖ୍ୟମନ୍ତ୍ରୀ ଯୋଉ ଲିଷ୍ଟ ଦେବେ ସେଇମାନଙ୍କୁ ମୋଷ୍ଟଲି ରାଜ୍ୟପାଳ କ'ଣ କରନ୍ତି? କ୍ୟାବିନେଟ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ, ଉପମନ୍ତ୍ରୀ ନିଯୁକ୍ତ କରନ୍ତି। ସବୁ ମନ୍ତ୍ରିମଣ୍ଡଳ ମିଶିକି ମନ୍ତ୍ରିମଣ୍ଡଳ ଗଠିତ ହୁଏ। ବୁଝିହେଉଛି କି ନାହିଁ? ମନ୍ତ୍ରିମଣ୍ଡଳ ମାନେ ସବୁ ମନ୍ତ୍ରୀ ରହିଲେ। ମୁଖ୍ୟମନ୍ତ୍ରୀ ହେଲେ ତାଙ୍କର ମୁଖ୍ୟ। ବୁଝିବୁ? ସିଏ ହେଲେ ହେଡ୍। ମନ୍ତ୍ରିମଣ୍ଡଳ ସାଧାରଣତଃ 5 ବର୍ଷ ପାଇଁ କାର୍ଯ୍ୟ କରେ। ପ୍ରତି 5 ବର୍ଷ ପରେ ପୁଣି ଆଉ ଥରେ ଇଲେକ୍ସନ ଆସିଲେ ପୁଣି ଭୋଟ ଦେଇକି ବାଛିବେ। ପୁଣି ଯୋଉ ଦଳ ସଂଖ୍ୟାଗରିଷ୍ଠ ହେବ ସେ ପୁଣି ତାଙ୍କ ସରକାର ନୂଆ ମନ୍ତ୍ରିମଣ୍ଡଳ ଗଢ଼ିବ। ଜଣେ ଜଣେ ମନ୍ତ୍ରୀଙ୍କ ଅଧୀନରେ ଏକ ବା ଏକାଧିକ ବିଭାଗ ଥାଏ। ବୁଝିହେଉଛି କି ନାହିଁ? ତ ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା ହେଉଛି କିଏ? ନା ରାଜ୍ୟପାଳ। ରାଜ୍ୟପାଳ ହେଲେ ମୁଖ୍ୟ, ତାପରେ ମୁଖ୍ୟମନ୍ତ୍ରୀ। କିନ୍ତୁ ମୁଖ୍ୟମନ୍ତ୍ରୀ ବଦଳିବେ ପ୍ରତି 5 ବର୍ଷରେ, କିନ୍ତୁ ରାଜ୍ୟପାଳଙ୍କର ମଧ୍ୟ ଶାସନକର୍ତ୍ତା ଅଛନ୍ତି, କାର୍ଯ୍ୟକାଳ ଅଛି। ହେଲା କି ନାହିଁ? ତାଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରନ୍ତି। ସେ ରାଷ୍ଟ୍ରପତିଙ୍କ କଣ୍ଟ୍ରୋଲରେ। କିଏ? ରାଜ୍ୟପାଳ। ରାଜ୍ୟପାଳଙ୍କ କଣ୍ଟ୍ରୋଲରେ ବାକିମାନେ। ଠିକ୍ ଅଛି? ତାହେଲେ ତାଙ୍କ ନାମରେ ରାଜ୍ୟ ଶାସନ ଚାଲେ। ତ ରାଜ୍ୟପାଳଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରିଥାନ୍ତି। ତ ଏଇ ଟପିକ୍ରୁ ଏତିକି ଆମେ ଜାଣିଲେ କାହାର କାର୍ଯ୍ୟକାଳ କେତେ ବର୍ଷ, ଏଇସବୁ ଜିନିଷ ମନେ ରଖିବ। ହେଲା କି ନାହିଁ? ଏବଂ ଏଇଠୁ କରେଣ୍ଟ ଆଫେୟାର୍ସ ହେଉଛି ଆମର ବର୍ତ୍ତମାନ ରାଜ୍ୟପାଳଙ୍କ ନାମ କ'ଣ? ହେଲା କି ନାହିଁ? ଡକ୍ଟର ହରିବାବୁ କମ୍ଭମପତି। ଆମ ରାଜ୍ୟର ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ନାମ କ'ଣ? ମୋହନ ଚରଣ ମାଝୀ। ଆମ ରାଜ୍ୟର ବର୍ତ୍ତମାନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ନାମ କ'ଣ? ନିତ୍ୟାନନ୍ଦ ଗୌଡ଼। ହେଲା କି ନାହିଁ? ହେଲେ ଏଇ ସରକାରର କାମ କ'ଣ? ଆକ୍ଚୁଆଲି ଏ ସରକାରର କାମ କ'ଣ? ନା ସରକାର ମୋଷ୍ଟଲି କ'ଣ କରେ? ବା ଯୋଉ ବିଧାୟକମାନଙ୍କୁ ବଛାଯାଏ ଭୋଟ ଦେଇକି, ସେମାନେ ବିଧାନସଭାରେ କରନ୍ତି କ'ଣ? ନା ଆଇନ ତିଆରି କରନ୍ତି, ନିୟମ ତିଆରି କରନ୍ତି। ସେ ନିୟମ ମାନିକି ଲୋକମାନେ ଚାଲିବେ। ବୁଝିହେଉଛି କି ନାହିଁ? ତ ଆମ ରାଜ୍ୟ ସରକାରର 3ଟି ଅଙ୍ଗ ରହିଛି। ଗୋଟେ ହେଉଛି ଆଇନ ଗଢ଼ିବା ସଂସ୍ଥା, ଆଇନକୁ କାର୍ଯ୍ୟକାରୀ କରିବା ସଂସ୍ଥା। ଆଇନକୁ କାର୍ଯ୍ୟକାରୀ କରିବା ମାନେ କ'ଣ? ଯୋଉ ନିୟମଟା ସେମାନେ ତିଆରି କଲେ ତାକୁ ଲାଗୁ କରିବେ। ବୁଝିହେଉଛି କି ନାହିଁ? ଏବଂ ଆଇନକୁ ଜଣେ ତର୍ଜମା କରିବ। ତର୍ଜମା ମାନେ କ'ଣ? ଆଇନଟା ଠିକ୍ ଭାବରେ କାର୍ଯ୍ୟକାରୀ ହେଉଛି କି ନାହିଁ, ଲୋକମାନେ ମାନୁଛନ୍ତି କି ନାହିଁ। ଯଦି କିଏ ନ ମାନୁଛି ତା ପାଇଁ ପନିଶମେଣ୍ଟ,
ଏସବୁ ବ୍ୟବସ୍ଥା ମଧ୍ୟ ଅଛି। ଏଇ ବ୍ୟବସ୍ଥା କିଏ କରିବେ? ଏଗୁଡ଼ା ହେଉଛି କୋର୍ଟ କରିବ। ହେଲା କି ନାହିଁ? ଆଇନକୁ କାର୍ଯ୍ୟକାରୀ କରିବେ କିଏ? ନା ଅଫିସର ଲେବୁଲରେ ଯେଉଁମାନେ ରହିଲେ ଅଫିସର୍ସ ସେମାନେ କାର୍ଯ୍ୟକାରୀ କରିବେ। ହେଲା କି ନାହିଁ? ଆଇନ ଗଢ଼ିବେ ଏମଏଲଏ ମାନେ। କୋଉଠି? ବିଧାନସଭାରେ ବସିକି। ଠିକ୍ ଅଛି? ତାହେଲେ ଆମ ରାଜ୍ୟର ଶାସନ ବ୍ୟବସ୍ଥା ବିଷୟରେ କୁହାଯାଇଛି। ପ୍ରଥମେ ଆଇନ ଗଢ଼ିବା କଥା କୁହାଗଲା। ତାପରେ ଆଇନକୁ କାର୍ଯ୍ୟକାରୀ କରିବେ। ହେଲା କି ନାହିଁ? ଆଇନକୁ ତର୍ଜମା କରିବେ। କିଏ? ନା ଉଚ୍ଚ ନ୍ୟାୟାଳୟ। ଉଚ୍ଚ ନ୍ୟାୟାଳୟ ମାନେ ହାଇକୋର୍ଟ। ହେଲା କି ନାହିଁ? ଆଇନକୁ କାର୍ଯ୍ୟକାରୀ କିଏ କରିବେ? ମନ୍ତ୍ରୀ ପରିଷଦ ଆଉ ସଚିବ। ଠିକ୍ ଅଛି? ଆଉ ଆଇନ ଗଢ଼ିବେ କିଏ? ବିଧାୟକ, ରାଜ୍ୟପାଳ ମିଶିକି ଆଇନ ଗଢ଼ିବେ। ବିଧାୟକ ମାନେ ବିଧାନସଭାର ଯେଉଁ ସବୁ ମେମ୍ବର୍ସ ମାନେ ଡିସ୍କସନ୍ କରିକି ଆଇନ ତିଆରି କରିବେ। ଠିକ୍ ଅଛି? ଯୋଉଟା ଠିକ୍ ହବ ରାଜ୍ୟ ପାଇଁ, ରାଜ୍ୟର ଲୋକମାନଙ୍କ ପାଇଁ ସେ ଆଇନଟା ତିଆରି ହବ। ସେ ଆଇନଟାକୁ ପୁଣି ରାଜ୍ୟପାଳ ସ୍ୱୀକୃତି ଦେଲେ ସେ ଆଇନଟା ପାସ୍ ହବ। ଠିକ୍ ଅଛି? ହେଲେ କେନ୍ଦ୍ର ସରକାର କେଉଁମାନଙ୍କୁ ନେଇ ଗଠିତ? ତାହେଲେ ଆମେ ଜାଣିଲେ ରାଜ୍ୟ ସରକାର। ଠିକ୍ ଅଛି? ତ ବର୍ତ୍ତମାନ କେନ୍ଦ୍ର ସରକାର କଥା ଆସିଲା। ତ କେନ୍ଦ୍ର ସରକାର ଆମେ କ'ଣ ଜାଣିବା? ତ ସେଇଠି ତୁମେ ଏଇ ଜିନିଷଟା ମନେ ରଖିବ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କିଏ? ବୁଝୁଛି କି ନାହିଁ? ରାଷ୍ଟ୍ରପତି କିଏ? କେନ୍ଦ୍ର ସରକାର କେସ୍‌ରେ। ଓକେ। ତାହେଲେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମୂହ ଶାସନ ପାଇଁ ଜାତୀୟ ସ୍ତରରେ ଆମ ଦେଶର ରାଜଧାନୀ ନୂଆଦିଲ୍ଲୀଠାରେ କେନ୍ଦ୍ର ସରକାର ଗଠନ କରାଯାଇଛି। କେନ୍ଦ୍ର ସରକାର ଆକ୍ଚୁଆଲି କ'ଣ? ସବୁ ରାଜ୍ୟମାନଙ୍କ କଣ୍ଟ୍ରୋଲରେ ରଖିବ। ବୁଝିହଉଛି କି ନାହିଁ? କୌଣସି ସବୁ ରାଜ୍ୟ ଆମ ଦେଶରେ ଯେତିକି ରାଜ୍ୟ ରହିଲେ ସମସ୍ତେ ସେ ଦେଶ ସହିତ ଯୋଡ଼ିକି ରହିବେ। ବୁଝିଛି କି ନାହିଁ? ତାହେଲେ ଆମ ରାଜ୍ୟ ଶାସନ ଭଳି କେନ୍ଦ୍ର ଶାସନ ମଧ୍ୟ 3ଟି ଅଙ୍ଗ ରହିଛି। ବୁଝିହଉଛି କି ନାହିଁ? କ'ଣ? ଆଇନ ଗଢ଼ିବା ସଂସ୍ଥା, ଆଉ ଗୋଟେ ହେଉଛି ଆଇନକୁ କାର୍ଯ୍ୟକାରୀ କରିବା ସଂସ୍ଥା, ଆଉ ଗୋଟେ ହେଉଛି ଆଇନକୁ ତର୍ଜମା କରିବା ସଂସ୍ଥା। ବୁଝୁଛି କି ନାହିଁ? ଯେମିତି ଏଠି ହାଇକୋର୍ଟ କରୁଥିଲା, ବଟ୍ କେନ୍ଦ୍ର କେସ୍‌ରେ କିଏ କରିବ? ନା ସୁପ୍ରିମକୋର୍ଟ। ହେଲା କି ନାହିଁ? ଉଚ୍ଚତମ ନ୍ୟାୟାଳୟ ସବୁଠୁ। ଓକେ। ଶାସନ ବ୍ୟବସ୍ଥାରେ କ'ଣ ରହିଲେ? ଆଇନ ଗଢ଼ିବେ। ଆଇନ ଗଢ଼ିବା ପାଇଁ ଯେମିତି ଆମ ରାଜ୍ୟ କ୍ଷେତ୍ରରେ କିଏ ରହିଲେ? ବିଧାନସଭା। ତ ଠିକ୍ ସେମିତି କେନ୍ଦ୍ର କେସ୍‌ରେ କିଏ ରହିଲା? ନା ସଂସଦ, ଯାହାକୁ ଆମେ ପାର୍ଲିଆମେଣ୍ଟ କହନ୍ତି। ତ ସଂସଦରେ କ'ଣ କ'ଣ ଆସିଲା? 3ଟା ପାର୍ଟ ରହିଲା। ଯେମିତି ରାଜ୍ୟ କେସ୍‌ରେ କିଏ ରହିଲା? ବିଧାନସଭା, ଆଉ ତାର ମୁଖ୍ୟ ହେଲେ ରାଜ୍ୟପାଳ। ହେଲା କି ନାହିଁ? ବିଧାନସଭାର ମଧ୍ୟ ବାଚସ୍ପତି ରହିଲେ ତାର ସେ ସଭାର ମାନେ ହେଡ୍। ହେଲା କି ନାହିଁ? ବୁଝିହଉଛି? ତାଙ୍କ ଉପରେ ରାଜ୍ୟପାଳ। କାହିଁକିନା ରାଜ୍ୟପାଳ ସବୁ ନିୟମକୁ ମାନେ ସାଇନ୍ କରିବେ। ଠିକ୍ ସେମିତି କେନ୍ଦ୍ର କେସ୍‌ରେ ଯେମିତି ଆମର ବିଧାନସଭା, କେନ୍ଦ୍ର କେସ୍ ଆସିଲା ସଂସଦ ବା ପାର୍ଲିଆମେଣ୍ଟ। ତ ସଂସଦର ଲୋକସଭା ଗୋଟେ ଗୃହ, ରାଜ୍ୟସଭା ଗୋଟେ ଗୃହ, ତ ରାଷ୍ଟ୍ରପତି ହେଲେ ତାର ମୁଖ୍ୟ। ପୁଣି ସଂସଦର ମଧ୍ୟ ବାଚସ୍ପତି ଅଛନ୍ତି। ବୁଝିହଉଛି କି ନାହିଁ? ଓକେ। ଆଇନକୁ କାର୍ଯ୍ୟକାରୀ କରିବେ କିଏ? ନା ମନ୍ତ୍ରୀ ପରିଷଦ ଆଉ ସଚିବ। ସଚିବ ମାନେ କିଏ? ନା ଅଫିସର୍ସ। ଓକେ। ଆଇନକୁ ତର୍ଜମା କରିବେ ସବୁଠୁ ଉଚ୍ଚତମ ନ୍ୟାୟାଳୟ ଓ ସର୍ବୋଚ୍ଚ ନ୍ୟାୟାଳୟ, ଯାହାକୁ ଆମେ କହନ୍ତି ସୁପ୍ରିମକୋର୍ଟ। ଠିକ୍ ଅଛି? ତାହେଲେ ଆମ ଦେଶର ଆଇନ କିପରି ଗଢ଼ାଯାଏ? ନା ଆମ ଦେଶର ଆଇନ ଗଢ଼ିବା ପାଇଁ ପାର୍ଲିଆମେଣ୍ଟ ବା ସଂସଦ ଅଛି। ଏଥିରେ 2ଟି ସଭା ଅଛି ସଂସଦର, ଗୋଟେ ହେଉଛି ଲୋକସଭା ଆଉ ଗୋଟେ ହେଉଛି ରାଜ୍ୟସଭା। ରାଷ୍ଟ୍ରପତି ହେଲେ ପାର୍ଲିଆମେଣ୍ଟର ମଧ୍ୟ ଗୋଟେ ଅଂଶ। ହେଲା କି ନାହିଁ? ଏବଂ ସେ ପାର୍ଲିଆମେଣ୍ଟର ବା ସଂସଦର ବାଚସ୍ପତି ବି ଅଛନ୍ତି। ବାଚସ୍ପତି ମାନେ କିଏ? ଦେଖିବେ ଯଦି ସବୁ ମେମ୍ବର ଯେତେବେଳେ ଡିସ୍କସନ୍ କରୁଥିବେ, ମଝି ଟେବୁଲରେ ଯେଉଁ ବସିଥିବେ ଉଚ୍ଚ ଜାଗାରେ, ସେ ହେଲେ ବାଚସ୍ପତି। ବୁଝୁଛି କି ନାହିଁ? ବିଧାନସଭା କେସ୍‌ରେ, ଲୋକସଭା କେସ୍‌ରେ। ତାହେଲେ ବର୍ତ୍ତମାନ ଲୋକସଭା, ରାଷ୍ଟ୍ରପତି ଆଉ ରାଜ୍ୟସଭା ମାନଙ୍କ ବିଷୟରେ କିଛି ଜାଣିବା। କିଛି ଲୋକସଭାର ସଭ୍ୟମାନେ ସିଧାସଳଖ ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। କେମିତି ହୁଅନ୍ତି? ତ ଦେଖିବ ଏଇ ଯେଉଁ ଲୋକସଭା ନିର୍ବାଚନ ଆଉ ଯେଉଁ ରହିଲା ଆମର ବିଧାନସଭା ନିର୍ବାଚନ, ସବୁ ରାଜ୍ୟରେ ଅଲଗା ଅଲଗା ସମୟରେ ହୁଏ। କିନ୍ତୁ ଆମ ଓଡ଼ିଶାରେ କେବଳ ବିଧାନସଭା, ଲୋକସଭା ଏକ ସମୟରେ ହୁଏ। ଯେବେ ବିଧାନସଭାର ନିର୍ବାଚନ ହୁଏ, ତ ସେହି ସମୟରେ ଆମର ଲୋକସଭା ନିର୍ବାଚନ ହୁଏ। ସେଥିପାଇଁ ଆମର ସେମାନେ ଏମଏଲଏ, ଏମପି ନାଁ ଶୁଣିଥିବ, ବାଛନ୍ତି ଏକାଥରେ। କିନ୍ତୁ ବାକି ରାଜ୍ୟମାନଙ୍କରେ କ'ଣ ହୁଏ? ଅଲଗା ଅଲଗା ଡେଟ୍‌ରେ ହୁଏ। ବୁଝିହଉଛି କି ନାହିଁ? ଅଲଗା ଅଲଗା ବର୍ଷ ମାସରେ ହୁଏ ଆକ୍ଚୁଆଲି। 2 ଇୟର୍ସ ଗ୍ୟାପ୍‌ରେ ତାଙ୍କର ସବୁ ହୁଏ। 5 ବର୍ଷିଆ ଟର୍ମ। ବଟ୍ ଯଦି ଏବେ ଯଦି ସେମାନଙ୍କର ହେଇଗଲା ବିଧାନସଭା, ଆଉ 2 ବର୍ଷ କି ବର୍ଷେ ପରେ ତାଙ୍କର ହବ ଲୋକସଭା। ଏମିତି ବାକି ଷ୍ଟେଟ୍ ମାନଙ୍କରେ। ବଟ୍ ଆମର ଓଡ଼ିଶାର ଦିଟାଙ୍କ ଏକାସାଙ୍ଗରେ ହେଲେ କ'ଣ ହବ? ନା ଇଲେକ୍ସନର ଯେଉଁ ଅଫିସିଆଲ ମାନେ ନିଯୁକ୍ତ ରୁହନ୍ତି, ସେମାନେ ବିଜି ରହିଲେ ବାକି କାମ ପଛରେ ରହିଯିବ। ସେଥିପାଇଁ ସେମାନେ କ'ଣ କରନ୍ତି? ଏକା ସାଙ୍ଗରେ କରିଦିଅନ୍ତି ଖର୍ଚ୍ଚ କମିବା ପାଇଁ। ଓକେ। ରାଜ୍ୟସଭାର ସଦସ୍ୟମାନେ ପରୋକ୍ଷ ଭାବେ ରାଜ୍ୟମାନଙ୍କ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଲୋକସଭାର ଯେଉଁ ରହିଲେ ଏମପି, ମେମ୍ବର ଅଫ୍ ପାର୍ଲିଆମେଣ୍ଟ, ଯାହାକୁ ଆମେ କହୁଛନ୍ତି ଏମପି, ସେମାନେ ଲୋକମାନେ ଭୋଟ ଦେଇ ବାଛନ୍ତି ଆମେ। ବୁଝୁଛି କି ନାହିଁ? କିନ୍ତୁ ଯେଉଁ ରାଜ୍ୟସଭା ଅଛି, ରାଜ୍ୟସଭାର ସଦସ୍ୟମାନଙ୍କୁ ଆମେମାନେ ବାଛନ୍ତି ନାହିଁ। ଲୋକମାନେ 18 ବର୍ଷରୁ ଅଧିକ ଯେଉଁ ଭୋଟ ଦେଇକି ବାଛନ୍ତି, ସେମାନେ ରାଜ୍ୟସଭାର ସଦସ୍ୟକୁ ବାଛିପାରିବେ ନାହିଁ। ସେମାନେ ବାଛିବେ କାହାକୁ? ଏମପି ମାନଙ୍କୁ, ମେମ୍ବର ଅଫ୍ ପାର୍ଲିଆମେଣ୍ଟ ବା ଲୋକସଭାର ମେମ୍ବରମାନଙ୍କୁ। ସେ ଲୋକସଭାର ମେମ୍ବରମାନେ ବାଛିବେ, ଲୋକସଭାର ମେମ୍ବରମାନେ ନୁହଁ ତ, ସେଇଟା ବିଧାନସଭାର ଏଇ ଯେଉଁ ରାଜ୍ୟସଭାର ମେମ୍ବରମାନେ ମୋଷ୍ଟ ସବୁ ରାଜ୍ୟମାନେ ପଠାଇବେ, ଲାଗିନି ବାଛିକି। ବୁଝିହେଉଛି? ରାଜ୍ୟସଭାର ସଦସ୍ୟମାନେ ପରୋକ୍ଷ ଭାବରେ ତାକୁ ଆମେ କହନ୍ତି ଭାବେ ନିର୍ବାଚିତ ହୁଅନ୍ତି। କାହା ଦ୍ୱାରା? ନା ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ବୁଝିହେଉଛି କି ନାହିଁ? ତ କେତେକ ସଦସ୍ୟଙ୍କୁ ମଧ୍ୟ ରାଷ୍ଟ୍ରପତି ମଧ୍ୟ
ସିଲେକ୍ସନ୍ କରନ୍ତି। ତାହେଲେ ରାଜ୍ୟସଭାର ସଦସ୍ୟମାନଙ୍କୁ କ୍ୱେଶ୍ଚନ୍ ଆସିବ କୋଉମାନେ ନିର୍ବାଚିତ କରନ୍ତି ଏବଂ କେମିତି ନିର୍ବାଚିତ କରନ୍ତି? ନା ପରୋକ୍ଷ ଭାବରେ ହେଲା କି ନାହିଁ? କେମିତି ହୁଅନ୍ତି? ରାଜ୍ୟସଭାର ସଦସ୍ୟମାନେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି ଏବଂ କାହା ଦ୍ୱାରା ହୁଅନ୍ତି? ନା ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ଏଇଟା ଗୋଟେ କ୍ୱେଶ୍ଚନ୍ ଆସିଯିବ ଏଇଠୁ, ହେଲା କି ନାହିଁ? ଓକେ। କିନ୍ତୁ ଲୋକସଭାର ସଭ୍ୟମାନେ ସିଧାସଳଖ ନିର୍ବାଚିତ ହୁଅନ୍ତି। କାହାମାନଙ୍କ ଦ୍ୱାରା? ନା ଲୋକମାନଙ୍କ ଦ୍ୱାରା। ଯୋଉଟା କ୍ୱେଶ୍ଚନ୍ ପାର୍ଟ ମୁଁ ହାଇଲାଇଟ୍ କରୁଛି। ଓକେ। ଏବଂ କିଛି ରାଜ୍ୟସଭା ସଦସ୍ୟମାନଙ୍କୁ ମଧ୍ୟ ରାଷ୍ଟ୍ରପତି ମଧ୍ୟ ସିଲେକ୍ସନ୍ ବା ଚୟନ କରନ୍ତି। ମନୋନୟନ ମାନେ ବାଛିବା। ଲୋକସଭାରେ ଯେଉଁ ଦଳ ସଂଖ୍ୟାଗରିଷ୍ଠତା ହାସଲ କରେ ସେହି ଦଳର ନେତାଙ୍କୁ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ଭାବରେ ନିଯୁକ୍ତି ଦିଅନ୍ତି। ମେମ୍ବର ଅଫ୍ ପାର୍ଲିଆମେଣ୍ଟ ବା ଏମ୍ପି ଯାହାକୁ କୁହାହେଉଛି, ହେଲା କି ନାହିଁ? ତ ଆମର ଲୋକସଭାର ସିଟ୍ ହେଉଛି 547, ବୁଝିବ 545। ତ ତାର ଅଧାରୁ ଅଧିକ ଯେଉଁ ଦଳ ହାସଲ କରିବ ତ ତାର ସେ ଦଳର ଯେଉଁ ମୁଖ୍ୟ ହେବ ପ୍ରଧାନମନ୍ତ୍ରୀ, ବୁଝିହେଉଛି କି ନାହିଁ? ସେ ପ୍ରଧାନମନ୍ତ୍ରୀକୁ ରାଷ୍ଟ୍ରପତି ନିଯୁକ୍ତ କରିବେ, ମାନେ ଶପଥ ଗ୍ରହଣ କରାଇବେ। ତାହେଲେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଷ୍ଟ୍ରପତି କ'ଣ କରିବେ? ନା କ୍ୟାବିନେଟ୍ ମନ୍ତ୍ରୀ, ରାଷ୍ଟ୍ରମନ୍ତ୍ରୀ ଆଉ ଉପମନ୍ତ୍ରୀମାନଙ୍କୁ ନିଯୁକ୍ତ କରନ୍ତି। ରାଜ୍ୟ କେସ୍ରେ କ'ଣ ହେଉଥିଲା? ନା ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଜ୍ୟପାଳ କରୁଥିଲେ, ହେଲା କି ନାହିଁ? ଏ ଯେଉଁ ମନ୍ତ୍ରିମଣ୍ଡଳ ନିଯୁକ୍ତ କରୁଥିଲେ। କିନ୍ତୁ ଏଠି ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ ରାଷ୍ଟ୍ରପତି ଏମାନଙ୍କୁ ନିଯୁକ୍ତ କରିବେ, ବୁଝିହେଉଛି? ଓକେ। ସବୁ ମନ୍ତ୍ରୀମାନଙ୍କୁ ନେଇକି କେନ୍ଦ୍ର ମନ୍ତ୍ରିମଣ୍ଡଳ ଗଠିତ ହୁଏ ଏବଂ ପ୍ରଧାନମନ୍ତ୍ରୀ ସେମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରନ୍ତି। ବିଭାଗ ମାନେ ଡିଫେନ୍ସ ହେଇଗଲା କି ଏଜୁକେସନ୍ ହେଇଗଲା, ଡିଫରେଣ୍ଟ ସେକ୍ଟର ଅଛି, ବୁଝିହେଉଛି କି ନାହିଁ? ବିଭିନ୍ନ ଦେଶରେ ଯେଉଁ କାମ ଚାଲୁଛି ଯଦି ବିଭାଗ ନ ହେବ ତାହେଲେ ସବୁ କାମ ପ୍ରପରଲି ହେଇପାରିବ ନାହିଁ। ସମସ୍ତେ ଅଲଗା ଅଲଗା ଦାୟିତ୍ୱ ନେଲେ ସେମାନେ ପ୍ରପରଲି କାମ କରିବେ, ବୁଝିହେଉଛି କି ନାହିଁ? ହେଲେ ପ୍ରତ୍ୟେକ ମନ୍ତ୍ରୀ ନିଜ ନିଜ ବିଭାଗର ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଅନୁସାରେ କରିବେ, ନା ତାଙ୍କୁ ପରାମର୍ଶ କରିକି ଯାହା ଡିସିସନ୍ ନେବେ ଶେଷରେ। କେନ୍ଦ୍ର ସଚିବାଳୟରେ ଥିବା ସଚିବ ମାନେ କିଏ? ମୋଷ୍ଟଲି ଆଇଏଏସ୍ ଅଫିସର୍ସ ମାନେ, ହେଲା କି ନାହିଁ? ଅଫିସର୍ସ ମାନେ ମୋଷ୍ଟଲି କୁହାଯାଉଛି, ବୁଝିବେ? ଏବଂ ସଚିବ ଏବଂ ଅନ୍ୟାନ୍ୟ କର୍ମଚାରୀମାନେ ମନ୍ତ୍ରୀମାନଙ୍କୁ ଶାସନ କ୍ଷେତ୍ରରେ ସାହାଯ୍ୟ କରନ୍ତି। ବିକଜ ଯେକୌଣସି ବିଲ୍ ପାସ୍ ହଉ କି କୌଣସି କେସ୍ ହଉ ସଚିବମାନଙ୍କର ସିଗ୍ନେଚର ରହିବ, ହେଲା କି ନାହିଁ? ସେମାନେ ସବୁ ଅଫିସିଆଲ କାମ ଡକ୍ୟୁମେଣ୍ଟ ଗୁଡ଼ା ପ୍ରୋସେସ୍ କରିବେ। ତାପରେ ଆସିଲା କ'ଣ? ନା ଲୋକସଭା ରାଜ୍ୟସଭା ବିଷୟରେ ଆମେ ଜାଣିବା, ହେଲା କି ନାହିଁ? ରାଜ୍ୟସଭା ହେଉଛି ସ୍ଥାୟୀ ସଭା। ପ୍ରଥମ ଜିନିଷ ହେଉଛି କ୍ୱେଶ୍ଚନ୍ ଆସିବ କେଉଁଠି ଏକ ସ୍ଥାୟୀ ସଭା? ଲୋକସଭା, ରାଜ୍ୟସଭା, ବିଧାନସଭା ସମଥିଙ୍ଗ ଏଇଟା ଆସିବ। ଅପସନ୍ ଲେଖିବା କ'ଣ? ନା ସ୍ଥାୟୀ ଯେଉଁ ରାଜ୍ୟସଭା। ଲୋକସଭା ସ୍ଥାୟୀ ସଭା ନୁହେଁ, ହେଲା କି ନାହିଁ? ଏହାର କାର୍ଯ୍ୟକାଳ ହେଉଛି 5 ବର୍ଷ। ଉଭୟ ଦିଲ୍ଲୀଠାରେ ଅଛି। ଲୋକସଭା, ରାଜ୍ୟସଭା ଉଭୟ ଦିଲ୍ଲୀଠାରେ ଅଛି। ବିଧାନସଭା ଭୁବନେଶ୍ୱର ଅଛି ଆମ ରାଜ୍ୟରେ, ମନେ ରଖିଥାଅ। ଏହି ସଭାର ସଭ୍ୟମାନେ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି। ହେଲେ କୋଉ ସଭା? ନା ରାଜ୍ୟସଭାର ସଦସ୍ୟମାନେ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ନିର୍ବାଚିତ ହୁଅନ୍ତି, ଯେତେବେଳେ କି ଲୋକସଭାର ସଦସ୍ୟମାନେ କାହା ଦ୍ୱାରା ହୁଅନ୍ତି? ନା ଲୋକମାନଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବରେ ହୁଅନ୍ତି। ପ୍ରତ୍ୟକ୍ଷ ମାନେ ଭୋଟ ଦେଇ ବାଛନ୍ତି। କିନ୍ତୁ ରାଜ୍ୟସଭାର ସଦସ୍ୟମାନେ କେମିତି ହୁଅନ୍ତି? ପରୋକ୍ଷ ଭାବରେ, ହେଲା କି ନାହିଁ? କାହାମାନଙ୍କ ଦ୍ୱାରା? ନା ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ହୁଅନ୍ତି। ନୋଟିସ୍ କର, ଠିକ୍ ଅଛି? ଏବଂ ଏ ରାଜ୍ୟସଭାର ସଭାପତି କିଏ? ରାଜ୍ୟସଭାର ସ୍ଥାୟୀ ସଭାପତି ହେଉଛନ୍ତି କିଏ? ନା ଉପରାଷ୍ଟ୍ରପତି, ହେଲା କି ନାହିଁ? ପ୍ରେସିଡେଣ୍ଟ, ଯେଉଁ ଭାଇସ୍ ପ୍ରେସିଡେଣ୍ଟ କହନ୍ତି, ଉପରାଷ୍ଟ୍ରପତି। ଠିକ୍ ସେମିତି ବାଚସ୍ପତି ହେଲେ ଲୋକସଭାର ସଭାପତି। ବାଚସ୍ପତି କିଏ? ଦେଖିଥିବ ଯେତେବେଳେ ନ୍ୟାସନାଲ୍ ଲେଭେଲରେ ଯେତେବେଳେ ଡିସ୍କସନ୍ ହେଉଥିବ କୌଣସି ଟପିକ୍ ଉପରେ, ଉଚ୍ଚା ଜାଗାରେ ଜଣେ ମଝିରେ ବସିଥାନ୍ତି ଯେଉଁ ଲୋକ, ସେ ହେଲେ ବାଚସ୍ପତି। ସେ ହେଲେ ଲୋକସଭାର ସଭାପତି, ଠିକ୍ ଅଛି? ସଭାପତି ମାନେ କ'ଣ? ସେ ସଭାର ବା ସେ ମିଟିଂର ହେଲେ ସେ ହେଡ୍, ସଭାପତି, ସିମ୍ପଲ। ଏ ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? ଏଠି 250, ହେଲା କି ନାହିଁ? କ୍ୱେଶ୍ଚନ୍ ଆସିବ ରାଜ୍ୟସଭାର ସଭ୍ୟ ସଂଖ୍ୟା ହେଉଛି 250, ଯେତେବେଳେ କି ଲୋକସଭାର ସଭ୍ୟ ସଂଖ୍ୟା ହେଉଛି 545। ଏବଂ ଯେଉଁ ରାଜ୍ୟସଭାର ସଭ୍ୟ ସଂଖ୍ୟା 250, ଏଥିରୁ ସେ 12 ଜଣଙ୍କୁ ରାଷ୍ଟ୍ରପତି ବାଛିବେ, ହେଲା। କିନ୍ତୁ ଏ ଯେଉଁ ଲୋକସଭା କେସ୍ ଯେଉଁ ରହିଲା ସଭ୍ୟ ସଂଖ୍ୟା 545, ତା ଦେହରୁ ଆଙ୍ଗ୍ଲୋ ଇଣ୍ଡିଆନ୍ ସମ୍ପ୍ରଦାୟର ଯଦି କେହି ନଥିବେ ତାହେଲେ ରାଷ୍ଟ୍ରପତି 2 ଜଣଙ୍କୁ ବାଛିବେ। ଆଙ୍ଗ୍ଲୋ ଇଣ୍ଡିଆନ୍ ମାନେ ଇଣ୍ଡିଆର ଆଉ ଫରେନ୍ କଣ୍ଟ୍ରି ଲୋକ କେହି ହେଇଥିବେ। ତ ଯଦି 2 ଜଣ ନଥିବେ ଆଙ୍ଗ୍ଲୋ ଇଣ୍ଡିଆନ୍ରୁ ତାହେଲେ ରାଷ୍ଟ୍ରପତି ସେ 2 ଜଣଙ୍କୁ ବାଛିବେ, ହେଲା କି ନାହିଁ? ରାଜ୍ୟସଭାର ସଦସ୍ୟମାନଙ୍କ କାର୍ଯ୍ୟକାଳ ହେଉଛି 6 ବର୍ଷ ଏବଂ ପ୍ରତି ସଭ୍ୟଟି 5 ବର୍ଷ ରୁହନ୍ତି ଲୋକସଭାରେ। ପ୍ରତି 2 ବର୍ଷରେ 1/3 ଅଂଶ ସଭ୍ୟ ଅବସର ନେବେ। କୋଉ କେସ୍ରେ? ରାଜ୍ୟସଭାରେ ଯେତିକି ମେମ୍ବର ଅଛନ୍ତି, ମନେକର ଅଛନ୍ତି ଟୋଟାଲ 250, ତାର 3 ଭାଗରୁ ଭାଗେ ପ୍ରତି 2 ବର୍ଷରେ ଅବସର ନେବେ। ତାଙ୍କ ବଦଳରେ ଆଉ ନୂଆ ମେମ୍ବର ଆସିବେ, ବୁଝିହେଉଛି କି ନାହିଁ? କିନ୍ତୁ ଲୋକସଭା କେସ୍ ସେମିତି କିଛି ନାହିଁ। 5 ବର୍ଷରେ ସେ ହଟିଲେ ପୁଣି ନୂଆ ଆସିବେ। ଲୋକମାନେ ଯାହାକୁ ଭୋଟ ଦେବେ ଆଉ। ଲୋକ ସଂଖ୍ୟା ଅନୁସାରେ ସଭ୍ୟ ସଂଖ୍ୟା ସ୍ଥିର ହୁଏ। ଯେମିତି ଆମ ଓଡ଼ିଶାର ସଭ୍ୟ ସଂଖ୍ୟା 10, ହେଲା କି ନାହିଁ?
ଆମେ ଯଦି ଦେଖିବା ଓଡ଼ିଶାର ଜନସଂଖ୍ୟା ଅନୁସାରେ ତାର ଅନୁପାତରେ ଓଡ଼ିଶାର ସଭ୍ୟ ସଂଖ୍ୟା ସିଲେକ୍ସନ କରାଯାଇଛି। ଯଦି ଦେଖିବା ଆମେ ମାନେ ଯୋଉ ରାଜ୍ୟର ସଭ୍ୟ ସଂଖ୍ୟା ଅଧିକ ଦେଖିବା ତାହାର ସରି ଯୋଉ ରାଜ୍ୟର ଜନସଂଖ୍ୟା ଲୋକ ସଂଖ୍ୟା ଅଧିକ ତାର ରାଜ୍ୟସଭାର ସଦସ୍ୟଙ୍କ ସଂଖ୍ୟା ବି ଅଧିକ। ବୁଝୁଛି ନା ନାହିଁ? ତ ଲୋକ ସଂଖ୍ୟାର ବେସିକାଲି ମୋଷ୍ଟଲି ଏ ଯୋଉ ସିଟ୍ ଉପରେ ଡିପେଣ୍ଡ କରେ। ବୁଝୁଛି କି ନାହିଁ? ବା ସିଟ୍‌ଟା ଲୋକମାନଙ୍କ ସଂଖ୍ୟା ଉପରେ ଡିପେଣ୍ଡ କରେ। ଠିକ୍ ସେମିତି ଲୋକସଭା କେସ୍‌ରେ ମଧ୍ୟ ଠିକ୍ ସେମିତି ହୁଏ। ହେଲା ଓଡ଼ିଶାର ଯୋଉ ରାଜ୍ୟସଭା ପାଇଁ ତ 10ଟା ମେମ୍ବର ଅଛନ୍ତି ବା ସିଟ୍ ଅଛି। ତ ଲୋକସଭା ପାଇଁ ଅଛି 21ଟା ସିଟ୍। ଏଗୁଡ଼ା ସବୁ ସର୍ଟ କୋଶ୍ଚିନ୍ ଏଗୁଡ଼ା ଆସିବ ପରୀକ୍ଷାରେ। ଏ ଯୋଉ 21 10 ହେଲା କି ନାହିଁ? 6 ବର୍ଷ 1/3 ଅଂଶ ଅବସର ନିଅନ୍ତି। ତାଙ୍କର ରାଜ୍ୟସଭାର କାର୍ଯ୍ୟକାଳ 6 ବର୍ଷ। 12 ଜଣଙ୍କୁ ରାଷ୍ଟ୍ରପତି ବାଛନ୍ତି। ମୋଟ ସଭ୍ୟ 250। ଆଙ୍ଗ୍ଲୋ ଇଣ୍ଡିଆନ୍ 2 ଜଣ ନଥିଲେ ରାଷ୍ଟ୍ରପତି ବାଛିବେ। ଏସବୁ ଜିନିଷ ମନେ ରଖିବ ହେଲା କି ନାହିଁ? ଆଉ କଣ ମନେ ରଖିବ ନା ରାଜ୍ୟସଭାର ସଦସ୍ୟମାନେ ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ଏସବୁ ଜିନିଷ। ଲୋକସଭା କଣ ନା ସ୍ଥାୟୀ ସଭା ନୁହଁ। ଇଏ ଗୋଟେ ସ୍ଥାୟୀ ସଭା ରାଜ୍ୟସଭା। ଠିକ୍ ଅଛି? ଏସବୁ ଜିନିଷ ଆସିବ। ତା ଭିତରେ ଏବେ କ୍ୱେଶ୍ଚନ୍ ଆସିପାରେ କଣ? ଯେହେତୁ ବାଚସ୍ପତି କଥା ଆସିଛି। ଏବେକାର ବାଚସ୍ପତି କିଏ ଅଛନ୍ତି? ପ୍ରେସିଡେଣ୍ଟ କିଏ ଅଛନ୍ତି? ଭାଇସ୍ ପ୍ରେସିଡେଣ୍ଟ କିଏ ଅଛନ୍ତି? ରାଷ୍ଟ୍ରପତି କିଏ? ଉପରାଷ୍ଟ୍ରପତି କିଏ? ପ୍ରଧାନମନ୍ତ୍ରୀ କିଏ? ଏସବୁ ଜିନିଷ ମଧ୍ୟ ତୁମେ କଣ କରିବ? ମନେ ରଖିବ। ହେଲା? ପରୀକ୍ଷାରେ ପଚାରି ଦେଇପାରେ। ଏବଂ ରାଷ୍ଟ୍ରପତି ହେଲେ କଣ? ଦେଶର ସର୍ବୋଚ୍ଚ ଶାସନକର୍ତ୍ତା। ବୁଝୁଛି କି ନାହିଁ? ସେ ହେଲେ ଦେଶର ପ୍ରଥମ ନାଗରିକ। କିଏ? ରାଷ୍ଟ୍ରପତି। ବୁଝିହେଉଛି କି ନାହିଁ? ତାହେଲେ ଆମ ରାଜ୍ୟର ଆମେ ରାଜ୍ୟସଭା, ଲୋକସଭା, ପ୍ରଧାନମନ୍ତ୍ରୀ ଆଉ କେନ୍ଦ୍ର ମନ୍ତ୍ରିମଣ୍ଡଳ ବିଷୟରେ ଜାଣିଲେ। ପ୍ରଥମେ ରାଷ୍ଟ୍ରପତି ବିଷୟରେ କିଛି ଜାଣିବା। ରାଷ୍ଟ୍ରପତି ହେଲେ ଦେଶର ପ୍ରଥମ ନାଗରିକ, ଦେଶର ସର୍ବୋଚ୍ଚ ଶାସନକର୍ତ୍ତା। ବୁଝିହେଉଛି? ସେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ଆମେମାନେ ଭୋଟ ଦେଇ ବାଛନ୍ତି ନାହିଁ। ଭାରତରେ ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। କିନ୍ତୁ ଆମେରିକା ହେଇଗଲା, ବାକି କିଛି ଫରେନ୍ ୱେଷ୍ଟର୍ଣ୍ଣ କଣ୍ଟ୍ରି ମାନଙ୍କରେ ତାଙ୍କ ରାଷ୍ଟ୍ରପତିକୁ ମାନେ କଣ କରନ୍ତି? ଡାଇରେକ୍ଟ ଭୋଟ ଦେଇ ବାଛନ୍ତି। ଯେମିତି ଆମେରିକା। ବୁଝିହେଉଛି? ତାଙ୍କ ପ୍ରୋସେସ୍ ଅଲଗା। ଓକେ, ଠିକ୍ ଅଛି ଦେଖିବା। ରାଷ୍ଟ୍ରପତି ଲୋକସଭା, ରାଜ୍ୟସଭା, ବିଧାନସଭାର ସଭ୍ୟମାନଙ୍କ ଦ୍ୱାରା ପରୋକ୍ଷ ଭାବେ ନିର୍ବାଚିତ ହୁଅନ୍ତି। ହେଲେ ଏମାନେ ସବୁ ଭୋଟ ଦିଅନ୍ତି। ବୁଝିହେଉଛି ନା ନାହିଁ? ରାଷ୍ଟ୍ରପତିକୁ ବାଛିବାରେ। କିଏ? ଲୋକସଭାର ମେମ୍ବର, ରାଜ୍ୟସଭାର ମେମ୍ବର ଏବଂ ରାଜ୍ୟର ଯୋଉ ବିଧାନସଭା ରହିଲେ ଏମଏଲଏ। ରାଜ୍ୟ ବିଧାନସଭା ମେମ୍ବର ହେଲେ ଏମଏଲଏ। ଲୋକସଭାର ମେମ୍ବର ମାନେ ହେଲେ ଏମପି। ଆଉ ରାଜ୍ୟସଭାର ସଦସ୍ୟମାନେ ଏମାନେ ସବୁ ମିଶିକି ରାଷ୍ଟ୍ରପତିଙ୍କୁ ବାଛନ୍ତି। ରାଷ୍ଟ୍ରପତି କଣ? ସ୍ଥଳବାହିନୀ, ଆକାଶ ବାହିନୀ, ନୌବାହିନୀର ମୁଖ୍ୟ। ତାଙ୍କ ପରମିଶନ ବିନା କୌଣସି ଯୁଦ୍ଧ ହେଇପାରିବ ନାହିଁ। ବୁଝିହେଉଛି କି ନାହିଁ? ଯେହେତୁ ଯେହେତୁ ଏଇସବୁ ଜିନିଷ ଆର୍ମି, ସ୍ଥଳବାହିନୀ ସ୍ଥଳରେ ଆଟାକ୍ କରିବେ, ଆକାଶ ବାହିନୀ ଏୟାର ଫୋର୍ସ ଉଡ଼ିକି ଆଟାକ୍ କରିବେ ସେ ଜାହାଜରେ, ନୌବାହିନୀ ଇଣ୍ଡିଆନ୍ ନେଭି ସମୁଦ୍ର ପଥରେ ଯାଇକି ଆଟାକ୍ କରିବେ। ତେଣୁ ଯେହେତୁ ରାଷ୍ଟ୍ରପତି ମୁଖ୍ୟ, ତ ମନେକର କୋଉ ଦେଶକୁ ଆଟାକ୍ କରିବାର ଅଛି, ମନେକର କି ଆମକୁ କିନ୍ତୁ କୋଉ ଦେଶ ଆଟାକ୍ କଲା, ଆମ ଦେଶ ଆଟାକ୍ କରିବ। ରାଷ୍ଟ୍ରପତିଙ୍କ ସାଇନ୍ ରହିଲେ ଯାଇକି ଏ ଡକ୍ୟୁମେଣ୍ଟରେ ବା ତାଙ୍କ ପରମିଶନ ହେଲେ ଯାଇକି ସିଏ ଯିବେ ଆଟାକ୍ କରିବେ, ନହେଲେ କରିପାରିବେ ନାହିଁ। ଯଦି ସେ ନଥିବେ ତାହେଲେ ଉପରାଷ୍ଟ୍ରପତି ତାଙ୍କ କାର୍ଯ୍ୟଭାର ଗ୍ରହଣ କରିବେ। କିଏ? ରାଷ୍ଟ୍ରପତି ନଥିଲେ। ଏବଂ ଜରୁରୀକାଳୀନ ପରିସ୍ଥିତିରେ ସେ ସବୁ କାର୍ଯ୍ୟଭାର ଗ୍ରହଣ କରିବେ। ଜରୁରୀକାଳୀନ ପରିସ୍ଥିତି କଣ? ମନେକର ଆମ ଦେଶ ସହିତ ଅନ୍ୟ ଦେଶର ଯୁଦ୍ଧ ହେଲା। ଯୁଦ୍ଧ ସମୟରେ ସବୁ ଜିନିଷ ବନ୍ଦ ହେଇଯିବ, ହେଲା କି ନାହିଁ? ଏମର୍ଜେନ୍ସି ସର୍ଭିସ ଲାଗୁ ହେଇଯିବ। ସେ କେସ୍‌ରେ ଆମର ଯୋଉ ଖାଲି ବେସିକ୍ ଜିନିଷ ଯାହା ଅଛି ଆମେ ପାଇବା, ବାକି ସବୁ ଫ୍ରି ସର୍ଭିସ ଆମେ ପାଇପାରିବା ନାହିଁ। ବୁଝିହେଉଛି କି ନାହିଁ? ବହୁତ କିଛି ଜିନିଷ ଆମକୁ ବହୁତ କଷ୍ଟରେ ବଞ୍ଚିବାକୁ ପଡେ ସେଇ ସମୟରେ, ଏମର୍ଜେନ୍ସି ସମୟରେ। ତ ସେ କେସ୍‌ରେ ରାଷ୍ଟ୍ରପତି ଶାସନ ଭାର ନେଇଯିବେ ହାତକୁ। ବୁଝିହେଉଛି ନା ନାହିଁ? ତ ରାଷ୍ଟ୍ରପତି କଣ କରନ୍ତି? ନା ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତ ଦିଅନ୍ତି। ହେଲେ ପ୍ରଧାନମନ୍ତ୍ରୀକୁ କିଏ ନିଯୁକ୍ତ ଦିଅନ୍ତି? ରାଷ୍ଟ୍ରପତି। ରାଜ୍ୟପାଳଙ୍କୁ କିଏ ଦିଅନ୍ତି? ରାଷ୍ଟ୍ରପତି। ପ୍ରଧାନ ବିଚାରପତି ହେଲା କିଏ? ସୁପ୍ରିମକୋର୍ଟର ଯୋଉ ରହିଲେ ଚିଫ୍ ଜଷ୍ଟିସ୍ ପ୍ରଧାନ ବିଚାରପତି ତାଙ୍କୁ ବି ନିଯୁକ୍ତ ଦିଅନ୍ତି। ତାଙ୍କ କାର୍ଯ୍ୟକାଳ 5 ବର୍ଷ। ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ମନ୍ତ୍ରୀ ପରିଷଦ ପରାମର୍ଶ କ୍ରମେ ସବୁ କାର୍ଯ୍ୟ କରିଥାନ୍ତି। ତ ଯାହା ବି କରିବେ ସବୁ ମନ୍ତ୍ରିମଣ୍ଡଳ ଆଉ ତାଙ୍କ ପ୍ରଧାନମନ୍ତ୍ରୀ ଏସବୁ ମିଶିକି ଡିସିସନ ନେଲା ପରେ ରାଷ୍ଟ୍ରପତି ଡିସିସନ ନେବେ। ବୁଝୁଛି କି ନାହିଁ? ଆଚ୍ଛା। ହେଲେ ଆମେ ଜାଣିଲେ ଯୋଉ ଆମର ଆଇନ ଗଢ଼ିବା ପାଇଁ ରହିଲା କିଏ? ରାଜ୍ୟ କ୍ଷେତ୍ରରେ ରହିଲା ବିଧାନସଭା ଆଉ କେନ୍ଦ୍ର ସରକାର କେସ୍‌ରେ କିଏ ରହିଲା? ଦ୍ୟାଟ୍ ଇଜ୍ ଲୋକସଭା। ସେମାନେ ଆଇନ କରିଦେବେ। ଠିକ୍ ଅଛି। ଅଫିସର ମାନେ ଆଇନ କାର୍ଯ୍ୟକାରୀ କଲେ। ଠିକ୍ ଅଛି। ବଟ୍ ସେ ଆଇନଟା କାର୍ଯ୍ୟକାରୀ ହଉଛି କି ନାହିଁ? କିଛି ଭୁଲ ଭଟକା ଅଛି କି ନାହିଁ? କି ଲୋକମାନେ ଯିଏ ନ ମାନିଲା, ମନେକର ତୁମେ ଆଇନ ମାନିଲନି, ତୁମକୁ ପନିଶମେଣ୍ଟ ଦିଆଯିବ, ଦଣ୍ଡ ଦିଆଯିବ। ହେଲା କି ନାହିଁ? ତ ସେଥିପାଇଁ ଆମର ସବୁଠୁ ସୁପ୍ରିମକୋର୍ଟ ଅଛି ବା ଉଚ୍ଚତମ ନ୍ୟାୟାଳୟ ଅଛି। ହେଲା କି ନାହିଁ? ଯାହା କୋଉଠି ଅଛି? ଦିଲ୍ଲୀଠାରେ ଅଛି। ଭାରତର ସମ୍ବିଧାନକୁ ଏହା ସୁରକ୍ଷା ପ୍ରଦାନ କରେ। ସମ୍ବିଧାନ କଣ? ନା ଯୋଉ ସବୁ ନିୟମ କାନୁନ ଅଛି ଲୋକମାନେ ବଞ୍ଚିବା ପାଇଁ, ବୁଝୁଛି? ତ ସେଇ ଯୋଉ ନିୟମ ଗୁଡ଼ା ଲେଖା ହେଇଛି ଯୋଉଟାକୁ ଆମେ ସମ୍ବିଧାନ କୁହାହଉଛି। ସେ ସମ୍ବିଧାନ ଅନୁସାରେ, ସେ ନିୟମ ଅନୁସାରେ ସୁପ୍ରିମକୋର୍ଟ କାମ କରେ। ବୁଝିହେଉଛି କି ନାହିଁ?
ଯେ ଭାରତ ଶାସନ ସମ୍ପର୍କୀୟ ବିଭିନ୍ନ ନୀତି ନିୟମ ସମ୍ବିଧାନରେ ଲେଖା ଅଛି। ନିୟମ ମାନିଲେ କ'ଣ ହବ? ସବୁ ଜିନିଷ ସରଗରେ ଚାଲିବ। ବୁଝିହଉଛି କି ନାହିଁ? ଯଦି ଟ୍ରାଫିକ୍ ନିୟମ ଯଦି ନ ରହିବ, ଭାବ ତ ଲୋକମାନେ ଆଟ୍ ଏ ଟାଇମ୍ ଗାଡ଼ି ଘୋଡ଼ା ମନ ଇଚ୍ଛା ଚଲେଇଲେ ଆମେ କୁଆଡ଼େ କେହି ଯାଇପାରିବେନି, ଗାଡ଼ି ଧକ୍କା ହେବ, ସବୁ ଅସୁବିଧାରେ ପଡ଼ିବା। ତେଣୁ ନିୟମ ମୁଁ ଗୋଟେ ଏକ୍ସାମ୍ପଲ୍ କହିଲି। ତେଣୁ ନିୟମ ସବୁ ପ୍ରପର୍ଲି ମାନି ଚାଲିଲେ ଦେଶ ସୁରୁଖୁରୁରେ ଚାଲିବ। ତାହେଲେ କେନ୍ଦ୍ର ସରକାର, ରାଜ୍ୟ ସରକାର, ସ୍ୱାୟତ୍ତ ଶାସନ ସଂସ୍ଥା ମଧ୍ୟରେ ଥିବା ସମ୍ପର୍କ ହେଲା କି ନାହିଁ? କେନ୍ଦ୍ର ସରକାର ହଉଛି କେନ୍ଦ୍ର ସରକାର ଦେଶ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରେ। ଦେଶ କେମିତି ଡେଭଲପମେଣ୍ଟ କରିବେ ସେଥିପାଇଁ କେନ୍ଦ୍ର ସରକାର ରହିଲା। ବୁଝିହଉଛି କି ନାହିଁ? କେନ୍ଦ୍ର ସରକାର ମଧ୍ୟ ରାଜ୍ୟ ସରକାରକୁ ବିଭିନ୍ନ ଡେଭଲପମେଣ୍ଟ କାର୍ଯ୍ୟ, ଉନ୍ନତିମୂଳକ କାର୍ଯ୍ୟ ପାଇଁ ଟଙ୍କା ବା ଅର୍ଥ ମଧ୍ୟ ସାହାଯ୍ୟ କରନ୍ତି। ମନେକର ଆମର ହସ୍ପିଟାଲ ହବ, ବ୍ରିଜ୍ ହବ, ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହବ। କିଏ ପଇସା ଦେବ? ସେ ପଇସା କେନ୍ଦ୍ର ସରକାର ବହନ କରିବେ, କିଛି ରାଜ୍ୟ ସରକାର ବହନ କରିବେ। ଏଇ ପଇସା କୋଉଠି ଅଛି ନା ଯୋଉ ଟ୍ୟାକ୍ସ କଲେକ୍ସନ ହଉଛି ସେ ଟ୍ୟାକ୍ସ ପଇସାରୁ ସେମାନେ ସବୁ ଡେଭଲପମେଣ୍ଟ କାମ କରାଯାଏ। ବୁଝିହଉଛି କି ନାହିଁ? ରାଜ୍ୟ ସରକାର ମାନେ ମଧ୍ୟ ଦେଇଥିବା ଯୋଜନା ଗୁଡ଼ିକୁ ନେଇ ସମଗ୍ର ଦେଶ ପାଇଁ ଯୋଜନା ପ୍ରସ୍ତୁତ କରିଥାନ୍ତି। ହେଲା କି ନାହିଁ? ଏଇସବୁ ଯୋଜନା ଗୁଡ଼ା ସବୁ କ'ଣ ଦେଶର ଡେଭଲପମେଣ୍ଟ ପାଇଁ ହୁଏ ମୋଷ୍ଟଲି। ରାଜ୍ୟ ସରକାର କ'ଣ? ନା ରାଜ୍ୟ ସରକାର ନିଜ ରାଜ୍ୟ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିଥାନ୍ତି। କେନ୍ଦ୍ର ସରକାର ପୁରା ଦେଶ ପାଇଁ କରିବେ। ହେଲା କି ନାହିଁ? ତା ଦେହରେ ସବୁ ରାଜ୍ୟ ରହୁଛି। ରାଜ୍ୟ ସରକାର ନିଜ ରାଜ୍ୟ ପାଇଁ ଉନ୍ନତିମୂଳକ କାର୍ଯ୍ୟ କରିବେ। ରାଜ୍ୟ ସରକାର ନିଜ ରାଜ୍ୟର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରିବେ। ବୁଝିହଉଛି କି ନାହିଁ? ଏମାନେ ନିଜ ରାଜ୍ୟ ପାଇଁ ଯୋଜନା ପ୍ରସ୍ତୁତ କରିକି କେନ୍ଦ୍ର ସରକାରକୁ ଦେବେ। ତ କେନ୍ଦ୍ର ସରକାର ତାଙ୍କ ଯୋଜନାକୁ ଦେଖିକି କିଛି ଫଣ୍ଡ ଆଲୋକେଟ୍ କରିବ। ତ ସେଇ ଫଣ୍ଡ ପୁଣି ଟଙ୍କା ସବୁ ଆସିକି ରାଜ୍ୟରେ ଖର୍ଚ୍ଚ ହେବ ସେ କାମରେ। ରାଜ୍ୟ ସରକାର ସ୍ୱାୟତ୍ତ ଶାସନ ସଂସ୍ଥା ଦେଇଥିବା ଯୋଜନା ଅନୁସାରେ ଅନୁଦାନ ଦେଇଥାନ୍ତି। ଅନୁଦାନ ମାନେ ମୋଷ୍ଟଲି କ'ଣ? ମୋଷ୍ଟଲି ଯେଉଁ ମନେକର ଗୋଟେ ବ୍ରିଜ୍‌ଟେ ହେବ କି ହସ୍ପିଟାଲଟେ ହେବ ସେଥିରେ ଯେଉଁ ଟଙ୍କାଟା ଆସିବ। ବୁଝିହଉଛି କି ନାହିଁ? ତ ସେଇ ଜିନିଷ ଗୁଡ଼ା ଅନୁଦାନ ମାନେ ସେ ଫଣ୍ଡ ଆଲୋକେଟ୍ ହେବ। ବୁଝିହଉଛି କି ନାହିଁ? ଟଙ୍କାଟା ଜାରି ହେଲେ ରାଜକୋଷରୁ ସେ ବାବଦରେ ଆସି ଖର୍ଚ୍ଚଟା ହେବ। ବୁଝିହଉଛି କି ନାହିଁ? ଯେମିତି ସ୍ୱାୟତ୍ତ ଶାସନ ସଂସ୍ଥା, ସ୍ୱାୟତ୍ତ ଶାସନ ମାନେ କ'ଣ? ସେଲ୍ଫ ଗଭର୍ଣ୍ଣମେଣ୍ଟ ନିଜେ ନିଜକୁ ଶାସନ କରିବା। ମୋଷ୍ଟଲି ଏଇଟା ଗ୍ରାମାଞ୍ଚଳ ମାନେ ସହରାଞ୍ଚଳ ପାଇଁ କିଛି ଉନ୍ନତିମୂଳକ କାର୍ଯ୍ୟ କରନ୍ତି। ହେଲା କି ନାହିଁ? ସ୍ୱାୟତ୍ତ ଶାସନ ସଂସ୍ଥା ଯେଉଁ ଲୋକାଲ ସେଲ୍ଫ ଗଭର୍ଣ୍ଣମେଣ୍ଟ ରହିଲେ ଆଞ୍ଚଳିକ ହେଲା କି ନାହିଁ? ଗ୍ରାମାଞ୍ଚଳ ସହରାଞ୍ଚଳର ମୋଷ୍ଟଲି ଉନ୍ନତିମୂଳକ କାର୍ଯ୍ୟ କରିଥାନ୍ତି ଏବଂ ଏମାନେ ଯୋଜନା ପ୍ରସ୍ତୁତ କରିକି ରାଜ୍ୟ ସରକାରକୁ ଦେବେ। ବୁଝୁଛି କି ନାହିଁ? ରାଜ୍ୟ ସରକାର ଯୋଜନା ପ୍ରସ୍ତୁତ କରି କାହାକୁ ଦେବ? ରାଜ୍ୟର ଉନ୍ନତି ପାଇଁ ଯୋଜନା ପ୍ରସ୍ତୁତ କରି ସେ କାହାକୁ ଦେବ? ନା କେନ୍ଦ୍ର ସରକାରକୁ ଦେବ। ନୋଟିସ୍ କର। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ଯେଉଁ ରହିଲା ସେଥିରେ ଗ୍ରାମାଞ୍ଚଳ ସହରାଞ୍ଚଳ ପାଇଁ ସବୁ ଉନ୍ନତିମୂଳକ କାର୍ଯ୍ୟ କରିବେ କୋଉଠି ଦେବେ? ରାଜ୍ୟ ସରକାରକୁ ଦେବେ। ତ ସେଇ ଅନୁସାରେ କ'ଣ ଫଣ୍ଡ ଆଲୋକେଟ୍ ହେବ, ଅର୍ଥ ଅନୁଦାନ ହେବ। ହେଲା କି ନାହିଁ? ତ ସେଇ ବାବଦରେ ଖର୍ଚ୍ଚ ହେଲେ ସେ ରାଜ୍ୟର ବା ସେ ସ୍ଥାନୀୟ ସ୍ଥାନୀୟର ଜାଗାର ଡେଭଲପମେଣ୍ଟ କାମ କରାଯିବ। ହେଲା କି ନାହିଁ? ଉନ୍ନତିମୂଳକ କାର୍ଯ୍ୟ କରାଯିବ। ସ୍ୱାୟତ୍ତ ଶାସନ ସଂସ୍ଥା ମାନେ ସେଲ୍ଫ ଗଭର୍ଣ୍ଣମେଣ୍ଟ ହେଲା କି ନାହିଁ? ତ ଏଇ ଯେଉଁ ସ୍ୱାୟତ୍ତ ଶାସନ ସଂସ୍ଥା ଅନୁସାରେ ଗରିବ ଲୋକଙ୍କୁ ବିଭିନ୍ନ କାମଧନ୍ଦା ଯୋଗାଇ ଦିଆଯାଏ। ହେଲା କି ନାହିଁ? ଯେମିତିକି ମନରେଗା। ମନରେଗା କ'ଣ? ଯେମିତି ଗ୍ରାମାଞ୍ଚଳରେ ଲୋକମାନେ ଯେଉଁମାନେ କାମ ପାଉନଥିବେ, ମନେକର କାମ ନାହିଁ। ଲୋକମାନେ ଯେଉଁ କାମ କରନ୍ତି କ'ଣ ପାଇଁ? ଯେଉଁ ମୂଲିଆ ଶ୍ରେଣୀର ଲୋକ ରହିଲେ ଏମାନେ ପୁଣି ଖାଇବେ ପିଇବେ କେମିତି? ମୋଷ୍ଟଲି ଏମାନେ କାହାର ଘର କାମ ହେଲେ ଏମାନେ ଯାଇ ମିସ୍ତ୍ରୀ କାମ କରନ୍ତି କି ମଜୁରୀ କରନ୍ତି ସମଥିଙ୍ଗ। ମନେକର ସେଇ କାମଟା ନାହିଁ, ପୁଣି ସେଇ ବର୍ଗର ଲୋକମାନେ ଚଳିବେ କେମିତି? ସେଥିପାଇଁ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ କିଛି ସ୍କିମ୍ କରାଯାଏ, କିଛି ନିଯୁକ୍ତି ବା ଯୋଜନା କରାଯାଏ। ସେଇ ଲୋକମାନେ ମନେକର ଗୋଟେ ମାଟି ଖୋଳା ହେଲା ସେମାନେ ଯାଇ ଖୋଳିବେ। ବୁଝିହଉଛି କି ନାହିଁ? ଖୋଳିଲେ କ'ଣ ହେବ? ସେମାନେ କିଛି ପଇସା ପାଇବେ, ତାଙ୍କ ଘର ଚାଲିବ ସିମ୍ପଲ୍। ତ ଲୋକମାନେ ବଞ୍ଚିବା ପାଇଁ ଭଲରେ ଏସବୁ ସ୍କିମ୍ କରାଯାଉଛି। ବୁଝିହଉଛି କି ନାହିଁ? ଯେମିତିକି ଯେଉଁ ସ୍ୱାୟତ୍ତ ଶାସନ ସଂସ୍ଥା ଯେଉଁ ଯୋଜନା କାଢ଼ିବ ସେମିତି ଗୋଟେ ହେଉଛି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା। ଗୋଟେ ଗାଁ ରାସ୍ତା ହେଲା, କିଛି ଲୋକ ତା ଦେହରେ କାମ କଲେ, ପଇସା ପାଇଲେ, ଚାଲିଲେ ସବୁ ତାଙ୍କ ସଂସ୍ଥା। ବୁଝିହଉଛି କି ନାହିଁ? ରାଜୀବ ଗାନ୍ଧୀ ପାନୀୟ ଜଳ ଯୋଗାଣ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ ନିଯୁକ୍ତି କର୍ମ ନିଯୁକ୍ତି ଯୋଜନା ହେଲା, ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା। ଏଇଟାକୁ ମଧ୍ୟ ଆମେ କହନ୍ତି କ'ଣ? ଦ୍ୟାଟ୍ ଇଜ୍ ମନରେଗା କହନ୍ତି। ହେଲା, ମନରେଗା ଯାହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବି ସେଇଆ। ତାହେଲେ ଆମ ଦେଶର ଶାସନ କାହା ଦ୍ୱାରା ପରିଚାଳିତ ହୁଏ? ଲୋକମାନଙ୍କ ଦ୍ୱାରା ପରିଚାଳିତ ହୁଏ। ଯେହେତୁ ଲୋକମାନେ କରନ୍ତି ସେଥିପାଇଁ ଆମ ଦେଶର ଶାସନକୁ ଆମେ ଗଣତନ୍ତ୍ର କହନ୍ତି। ଗଣତନ୍ତ୍ର କାହାକୁ କହିବା? ନା ଯୋଉଠି ଲୋକମାନେ ଶାସନରେ ମାନେ ଇନଭଲଭମେଣ୍ଟ ହୁଅନ୍ତି, ଅନ୍ତର୍ଭୁକ୍ତ ହୁଅନ୍ତି, ଭୋଟ ଦେଇ ବାଛନ୍ତି ତାଙ୍କର ମେମ୍ବରମାନଙ୍କୁ। ସେଇ ରାଜ୍ୟର ଶାସନକୁ ଆମେ ସେଇ ଦେଶର ଶାସନକୁ ଆମେ କହିବା ଗଣତନ୍ତ୍ର। ଲୋକମାନେ ଭୋଟ ଦେଇ ବିଧାନସଭା, ଲୋକସଭା, ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି, ଜିଲ୍ଲା ପରିଷଦ ପାଇଁ ପ୍ରତିନିଧି ବାଛନ୍ତି। ଏହାଦ୍ୱାରା ଏମାନଙ୍କ ଦ୍ୱାରା ହିଁ ଆମର ଶାସନ ବ୍ୟବସ୍ଥା ପରିଚାଳିତ ହୁଏ। କାହା ଦ୍ୱାରା? ଏ ବିଧାନସଭାର ମେମ୍ବର, ଲୋକସଭାର ମେମ୍ବର, ପଞ୍ଚାୟତ ସମିତି, ଗ୍ରାମ ପଞ୍ଚାୟତ ଏମାନେ ଏଇ ଯେଉଁ ମେମ୍ବରମାନଙ୍କ ଦ୍ୱାରା ଆମ ଦେଶର ଶାସନ ବ୍ୟବସ୍ଥା ପରିଚାଳିତ ହୁଏ। ଏଇମାନେ ହିଁ ଲୋକମାନଙ୍କ ଭଲମନ୍ଦ ବୁଝନ୍ତି, ଉନ୍ନତି ପାଇଁ ବ୍ୟବସ୍ଥା କରନ୍ତି। ହେଲା କି ନାହିଁ? ସେଥିପାଇଁ ଆମ ଦେଶର ଶାସନକୁ ଗଣତନ୍ତ୍ର ଶାସନ କୁହନ୍ତି। ବୁଝୁଛି କି ନାହିଁ? କାହିଁକି କୁହନ୍ତି? କ୍ୱେଶ୍ଚନ୍ ବି ଆସିଯିବ ସିମ୍ପଲ୍।
କାହିଁ ଗଣତନ୍ତ୍ର କହନ୍ତି? 4ଟା ଅପସନ୍ ଥିବ ତା ଦେହରୁ ବାଛିବ। ଇଏ ହେଉଛନ୍ତି କିଏ? ଆବ୍ରାହam ଲିଙ୍କନ। ଆବ୍ରାହam ଲିଙ୍କନ କିଏ? କ୍ୱେଶ୍ଚନ୍ ଆସିବ। ସେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି। ବୁଝୁଛି କି ନାହିଁ? ଆବ୍ରାହam ଲିଙ୍କନ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି। ମନେ ରଖିଥା। ତାହେଲେ ସେ କ'ଣ କହିଥିଲେ? ଆବ୍ରାହam ଲିଙ୍କନ କହିଛନ୍ତି ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ। ଏଇ ଟପିକଟା ଦେଇଥିବ ଗଣତନ୍ତ୍ର ହେଉଛି ଲୋକମାନଙ୍କର, ଲୋକମାନଙ୍କ ଦ୍ୱାରା ଓ ଲୋକମାନଙ୍କ ପାଇଁ। ଏଇଟା କିଏ କହିଛନ୍ତି? ତା ଦେହରେ 4ଟା ଅପସନ୍ ଦେଇଥିବ, ଗୋଟେ ଅପସନ୍ ଥିବ ଆବ୍ରାହam ଲିଙ୍କନ। ତୁମେ ଆବ୍ରାହam ଲିଙ୍କନକୁ ମାରିବ। ବୁଝିହେଉଛି କି ନାହିଁ? ଏଇ ଟପିକଟା ପଢ଼ି ସାରିଲା ପରେ ଆମର ଯେଉଁ ଟେଷ୍ଟ ଅଛି ମକ୍ ଟେଷ୍ଟ, ଏଇ ଚାପ୍ଟରର ତୁମେ ମକ୍ ଟେଷ୍ଟ ବି ଦେବ। ସୋ ଦ୍ୟାଟ୍ ଯାହାଟା ପଢ଼ିଲ ତୁମେ କ'ଣ କରିପାରିବ? କ୍ଲିୟରଲି ମନେ ରହିଯିବ। ପଢ଼ିଲ ଟେଷ୍ଟ ଦେଲ, ପଢ଼ିଲ ଟେଷ୍ଟ ଦେଲ, ହେଲା କି ନାହିଁ? ତ ମନେ ରହିବ ଜଲ୍ଦି। ବିକଜ ନ ପଢ଼ିକି ପରୀକ୍ଷା ନ ଦେବ ନା ତାହେଲେ ଭୁଲିଯିବ। କାଲି ମାନେ ଦିନେ ଦୁଇ ଦିନ ଭିତରେ ଭୁଲିଯିବ। ଦେଇକି ପରୀକ୍ଷା ଦେବ। ଯେତେ ଏକ୍ଜାମ୍ ସହିତ ଟଚ୍ ଇନ୍ରେ ରହିବ ତ ଜିନିଷଟା ସେତେ ରିକଲ୍ ରହି ଚାଲିବ। ବୁଝୁଛି କି ନାହିଁ? ସେଥିପାଇଁ ପରୀକ୍ଷା ନିହାତି ଜରୁରୀ। ତାହେଲେ ଆମ ଦେଶ ଭାରତରେ 29 ରାଜ୍ୟ ଓ 7ଟି କେନ୍ଦ୍ରଶାସିତ ଅଞ୍ଚଳକୁ ନେଇ ଗଠିତ ହୋଇଛି। ପ୍ରତ୍ୟେକ ରାଜ୍ୟର ଶାସନ ବ୍ୟବସ୍ଥା ସେହି ରାଜ୍ୟର ଲୋକ ପ୍ରତିନିଧି ଦ୍ୱାରା ହୋଇଥାଏ। ଲୋକ ପ୍ରତିନିଧି କିଏ? ଏଠି MLA। ବୁଝୁଛି କି ନାହିଁ? ଏହା ବାଦ ସବୁ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳକୁ ନିୟନ୍ତ୍ରଣ ରଖିବା ପାଇଁ କେନ୍ଦ୍ର ସରକାର ଗଢ଼ାଯାଇଛି। ତାମାନେ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳକୁ କଣ୍ଟ୍ରୋଲରେ ରଖିବା ପାଇଁ କେନ୍ଦ୍ର ସରକାର ଗଢ଼ାଗଲା। ବୁଝୁଛି କି ନାହିଁ? କେନ୍ଦ୍ର ସରକାର କ'ଣ କରିବ? ସବୁ କେନ୍ଦ୍ରଶାସିତ ଅଞ୍ଚଳ ରାଜ୍ୟକୁ ମାନେ ଏକାଠି ରଖିବ। ବୁଝୁଛି କି ନାହିଁ? ଏହି କେନ୍ଦ୍ର ସରକାର ରାଜ୍ୟମାନଙ୍କ ଦ୍ୱାରା ନିର୍ବାଚିତ ସଦସ୍ୟମାନଙ୍କୁ ନେଇ ଗଢ଼ାଯାଇଛି। ହେଲେ ଏଇ ଯେଉଁ କେନ୍ଦ୍ର ସରକାର କାହା ଦ୍ୱାରା ଗଢ଼ାଯାଇଛି? ଏଇ କେନ୍ଦ୍ର ସରକାର ଲୋକସଭା ମୁଖ୍ୟ ଆଉ ରାଜ୍ୟସଭା ମୁଖ୍ୟ। ଏଇ ଲୋକସଭାର ମେମ୍ବରମାନଙ୍କୁ ଆମେ ବାଛିଲେ ଭୋଟ ଦେଇକି 18 ବର୍ଷରୁ ଉର୍ଦ୍ଧ୍ୱ। ଆଉ ଯେଉଁ ରହିଲେ MLA ମାନଙ୍କୁ ଯେଉଁ ବାଛିଲେ MLA ସେମାନେ କ'ଣ କଲେ? ରାଜ୍ୟସଭାର ମେମ୍ବରମାନଙ୍କୁ ବାଛିଲେ। ତ ଏଇ ମୋଷ୍ଟଲି ଲୋକମାନେ ହିଁ ପରୋକ୍ଷ ଭାବରେ ଗଢ଼ିଲେ କେନ୍ଦ୍ର ସରକାର ନା ଆଉ। କୌଣସି ରାଜ୍ୟ କେନ୍ଦ୍ର ସରକାର ଓ ଆମ ଦେଶଠାରୁ ଅଲଗା ହୋଇପାରିବ ନାହିଁ। ସବୁ ଦେଶ ସହିତ ଯୋଡ଼ି ହେଇକି, ସବୁ ରାଜ୍ୟ ଦେଶ ସହିତ ଯୋଡ଼ି ହେଇକି ରହିବ। କାରଣ ଆମ ସମ୍ବିଧାନ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟମାନଙ୍କ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଛି। କ୍ଷମତା ମାନେ କିଏ କ୍ଷେତ୍ରରେ କାମ କରିବ। ବୁଝୁଛି କି ନାହିଁ? କେହି କାହା କାମରେ ହସ୍ତକ୍ଷେପ କରିବେ ନାହିଁ। ତେଣୁ ଆମ ଦେଶ ବିଭିନ୍ନ ରାଜ୍ୟମାନଙ୍କର ଗୋଟେ ଗୋଟେ ସଂଘ କହିପାରିବା। ବଡ଼ ୟୁନିୟନ କହିପାରିବା। ବୁଝୁଛି କି ନାହିଁ? ଏହି ଶାସନ ବ୍ୟବସ୍ଥାକୁ ଆମେ ସଂଘୀୟ ଶାସନ ବ୍ୟବସ୍ଥା ବି କୁହନ୍ତି। ଭାବ ବ୍ରିଟିଶର୍ସ ମାନେ ଆସିକି ଆମ ଦେଶରେ ଏତେ ବର୍ଷ ଶାସନ କାହିଁ କଲେ? ଏଇଥିପାଇଁ କଲେ ବିକଜ ସେତେବେଳେ କୌଣସି ସଂଘ ନଥିଲା। ସବୁ ରାଜ୍ୟ ଅଲଗା ଅଲଗା ଥିଲେ। ତେଣୁ ସେମାନଙ୍କୁ କଣ୍ଟ୍ରୋଲ କରିବା ସେମାନେ ଆସିକି ଇଣ୍ଟରଫେୟାର କରିକି ଆମ ଦେଶକୁ କଣ୍ଟ୍ରୋଲ କରିବାକୁ ସୁବିଧା ହେଇଗଲା। ଏ ରାଜ୍ୟରୁ ସେ ରାଜ୍ୟ ସହିତ ଝଗଡ଼ା ଲାଗିଲେ, ସେ ରାଜ୍ୟକୁ ତା ସହିତ ଝଗଡ଼ା ଲାଗିଲେ ଏବଂ ନିଜେ ତାଙ୍କର ଫାଇଦା ନେଲେ। ଏମିତି କରି ସବୁ ରାଜ୍ୟକୁ ଦୁର୍ବଳ କଲେ, ତାପରେ ନିଜେ ବସିଗଲେ ବାହ୍ୟା ହେଇକି। ବୁଝୁଛି କି ନାହିଁ? ତେଣୁ ସବୁ ରାଜ୍ୟ ଯେତେବେଳେ ମିଶିକି ରହିଗଲେ, ପାୱାରଫୁଲ୍ ହେଇଗଲେ, ବାହାର ଶକ୍ତି କ'ଣ କରିବ? ଆକ୍ରମଣ କରିପାରିବ ନାହିଁ। ସିମ୍ପଲ୍। କେନ୍ଦ୍ର ଓ ରାଜ୍ୟ ଶାସନ ବ୍ୟବସ୍ଥାରେ ଲୋକପ୍ରତିନିଧି ଲୋକମାନଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ବୁଝୁଛି ନା ନାହିଁ? ଲୋକପ୍ରତିନିଧି କିଏ? ଏଇ ଯେଉଁ ବିଧାନସଭାର ମେମ୍ବର MLA, ଲୋକସଭାର ମେମ୍ବର ଯେଉଁ MP, ବୁଝୁଛି କି ନାହିଁ? ଏମାନଙ୍କୁ ଆମେ ବାଛନ୍ତି କିଏ? ଲୋକମାନେ ଭୋଟ ଦେଇ ବାଛନ୍ତି। ତେଣୁ ଭୋଟ ଦେବା ଏକ କ'ଣ ଗୁରୁତ୍ୱପୂର୍ଣ୍ଣ ଅଧିକାର। ତେଣୁ ଭୋଟ ଦେଇ ବାଛିବାଟା, ଭୋଟ ଦେବାଟା ମଧ୍ୟ ଗୋଟେ ଭାରି ଇମ୍ପୋର୍ଟାଣ୍ଟ ଜିନିଷ। ତେଣୁ ଏଇ କାମରୁ ଆମେ ଦୂରେଇ ରହିବା ନାହିଁ। ଯଦି ଭୋଟ ଦେବାର ସମୟ ଆସିଲା 18 ବର୍ଷ ଉର୍ଦ୍ଧ୍ୱ ପାଇଁ ଭୋଟ ଦେବ, ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ କାମ। ବିକଜ ଆମେ ଯାହାକୁ ବାଛିବା ସରକାରରେ ଯିଏ ରହିବ ସେ ଶାସନ କରିବ। ବୁଝିବ? ଆମ ଭଲ ମନ୍ଦ ଡେଭଲପମେଣ୍ଟ କାମ କରିବ, ନିୟମ ଯେଉଁ ଆମ ଲୋକମାନଙ୍କ ପକ୍ଷରେ ନିୟମ କାଢ଼ିବ। ବୁଝୁଛି କି ନାହିଁ? ବେଳେବେଳେ ଅଧିକାଂଶ ଲୋକ ଏହା ଉପରେ ଗୁରୁତ୍ୱ ନ ଦେଇ ଭୋଟ ଦେଇନଥାନ୍ତି। ଆମକୁ କ'ଣ ମିଳିବ? କିନ୍ତୁ ସବୁ ଲୋକ ଏହା ଭାବିବେ ସରକାର ଗଠନ କରାଯାଇପାରିବନି। ସରକାର ନ ରହିଲେ କ'ଣ ହେବ? ଦେଶ ଚାଲିବ କେମିତି? ବାହାର ଶକ୍ତି ଆକ୍ରମଣ କରିକି ଦେଶ ଉପରେ ଆଟାକ୍ କରିପାରେ। ଯଦି ସରକାର ବି ନଥିବ କାରଣ ଡିସିଜନ୍ ନେଇପାରିବେନି କ'ଣ କରାଯିବ। ବୁଝୁଛି କି ନାହିଁ? ତାହେଲେ ଏପରି କଲେ ଦକ୍ଷ ସରକାର ଗଠନ କରିବାରେ ବାଧା ସୃଷ୍ଟି ହେବ। ବୁଝୁଛି କି ନାହିଁ? ଦେଶରେ ଏକ ସୁଦୃଢ଼ ସରକାର ଗଠନ କରିବା ପାଇଁ ଉପଯୁକ୍ତ ବ୍ୟକ୍ତିଙ୍କୁ ସମସ୍ତେ ଭୋଟ ଦେଇ ବାଛିବା ଉଚିତ। ଏଥିପାଇଁ ସମ୍ବିଧାନ ନିୟମ ଅଛି, ଯେଉଁମାନେ 18 ବର୍ଷରୁ ଅଧିକ ସେମାନେ ଭୋଟ ଦେଇ ବାଛିବେ। ଏଇଟା ଏଇ 18 ବର୍ଷରୁ ନେଇକି ବି ଗୋଟେ କ୍ୱେଶ୍ଚନ୍ ଆସିଯାଇପାରେ, କେତେ ବର୍ଷରୁ ଅଧିକ ବ୍ୟକ୍ତିମାନେ ଭୋଟ ଦେବେ? ବୁଝୁଛି କି ନାହିଁ? ହେଲେ ଆମେ ଏଇ ଚାପ୍ଟରରେ ଏଇ ଜିନିଷ ଗୁଡ଼ା ଶିଖିଲେ, ଅଲରେଡ଼ି ଆମେ ଡିସ୍କସ୍ କଲେ। ଯାହାଟା ପଢ଼େଇଲି ତୁମେ ତାର କ'ଣ କରିବ? ତାର ଟେଷ୍ଟ ଦେବ। ବିନା ଟେଷ୍ଟରେ କିଛି ହେବନି। ପିଲାମାନେ ଏଇ ଚାପ୍ଟରଟା ପଢ଼ା ସରିଲା, ତୁମେ ଏଇ ଯେଉଁ ସୋସିଆଲ ସାଇନ୍ସ ଉପରେ କ୍ଲିକ୍ କଲା ପରେ ତୁମେ ଆପ୍ରେ ଯାଇକି ଦେବ। ଠିକ୍ ଅଛି? କେମିତି ଦେବ ମୁଁ ଭିଡ଼ିଓରେ କହିବି। ଯେଉଁ ଆମର ଶାସନ ବ୍ୟବସ୍ଥା ଅଛି, ଆୱାର ସିଷ୍ଟମ୍ ଅଫ୍ ଗଭର୍ନାନ୍ସ, ଆର 5ଟା ସେଟ୍ ଅଛି। ତ ସବୁଯାକ ସେଟ୍ ଦେବ। ଠିକ୍ ଅଛି? ତ ବିଷୟଟା ଆଉଥରେ ପଢ଼ିବ ନିଜେ, ହେଲା? ରେକର୍ଡ଼ିଂ ଦରକାର ପଡ଼ିଲେ ଆଉଥରେ ଦେଖିବ। ବହିଟା ପଢ଼ି ସାରିଲା ପରେ ଚାପ୍ଟରଟା ଏଇ 5ଟା ସେଟ୍ ଦେବ। ଓକେ? ସବୁଥିରେ ଫୁଲ୍ ମାର୍କ ଆଣିବାକୁ ଚେଷ୍ଟା କରିବ। ଠିକ୍ ଅଛି?